ଠିକ ଅଛି। ହଁ ସମସ୍ତଙ୍କୁ ନମସ୍କାର, ଶୁଭ ଅପରାହ୍ନ। ମୁଁ ଡକ୍ଟର ନିବେଦିତା ନାଥ, ଆସୋସିଏଟ୍ ପ୍ରୋଫେସର, ଡିପାର୍ଟମେଣ୍ଟ ଅଫ୍ ଆନ୍ଥ୍ରୋପୋଲୋଜି, ମା ମାଣିକେଶ୍ୱରୀ ୟୁନିଭର୍ସିଟି। ପ୍ରତିଷ୍ଠତର 143ତମ ଏପିସୋଡକୁ ସ୍ଵାଗତ ଜଣାଉଛି ସମସ୍ତଙ୍କୁ। ସ୍ଵାଗତ କରୁଛି ଆମର କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ସାରଙ୍କୁ, ଆମର ରେଜିଷ୍ଟ୍ରାର ଶ୍ରୀ ପୀତାମ୍ବର ଭୋଇ ସାର୍, ଆମର ସିଓଏଫ୍ ଶ୍ରୀ ସୁରେଶ ପିଡ଼ିସିକା, ପ୍ରତିଷ୍ଠାତାର ଆବାହକ ମେଜର ଡକ୍ଟର ଜୟଦେବ ସାହୁ ସାର୍, ଆଜିର ମୁଖ୍ୟ ବକ୍ତା ଶ୍ରୀ ବିଶ୍ୱରଞ୍ଜନ ବେହେରା ସାର୍, ଏଚଓଡ଼ି ଓଡ଼ିଆ, ପିଆଇ କଲେଜ। ସମସ୍ତଙ୍କୁ ପୁଣି ଥରେ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ପ୍ରତିଷ୍ଠତର 143 ଅଧ୍ୟାୟକୁ। ଆଜିର ଆଲୋଚନାର ବିଷୟ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ। ଆମର ପ୍ରାତଃ ପ୍ରାର୍ଥନାରେ ଜଗନ୍ନାଥ, ଆମର ସନ୍ଧ୍ୟା ଆଳତୀରେ ଜଗନ୍ନାଥ, ଆମର ଚିନ୍ତାରେ ଜଗନ୍ନାଥ, ଆମର ଚେତନାରେ ଜଗନ୍ନାଥ, ଆମର କର୍ମରେ, ମର୍ମରେ, ଶୟନରେ, ସ୍ୱପ୍ନରେ, ଜାଗରଣରେ ଜଗନ୍ନାଥ। ଜଗନ୍ନାଥଙ୍କ ବିନା ଓଡ଼ିଆ କିମ୍ବା ଓଡ଼ିଶାର ଅସ୍ତିତ୍ଵ ପରିକଳ୍ପନା ମଧ୍ୟ ଅବାଞ୍ଛନୀୟ। ତେବେ ଏକ ସୁନ୍ଦର ଆଲୋଚନାର ବିଷୟବସ୍ତୁକୁ ନେଇ ଚାଲନ୍ତୁ ଆରମ୍ଭ କରିବା 143 ଏପିସୋଡର ତିଷ୍ଠତ। ପ୍ରାରମ୍ଭରେ ମୁଁ ଅନୁରୋଧ କରିବି ଲିପ୍ସା ମହାରଣାକୁ ସ୍ୱାଗତ ସଙ୍ଗୀତ ଗାନ କରିବା ପାଇଁ। ଲିପ୍ସା ମହାରଣା। ନମସ୍କାର, ମୁଁ ଲିପ୍ସା ମହାରଣା। ପ୍ରଣାମ ଜଣାଇବି ପୂଜନୀୟ ପ୍ରୋଫେସର ସଞ୍ଜୟ କୁମାର ଶତପଥୀ ସାର୍, ପ୍ରଣାମ ଜଣାଇବି ପୀତାମ୍ବର ଭୋଇ ସାର୍, ନିବେଦିତା ନାଥ ମ୍ୟାଡ଼ାମ, ବିଶ୍ୱରଞ୍ଜନ ବେହେରା ସାର୍ ଏବଂ ମେଜର ଜୟଦେବ ସାର୍ଙ୍କୁ ଅଭିନନ୍ଦନ ଜଣାଇବି ବାଲ୍ମୀକି କର୍ମା ସାର୍ ଏବଂ ଓମ୍ ପ୍ରକାଶ ନାୟକ, ଡିପାର୍ଟମେଣ୍ଟ ଅଫ୍ ଓଡ଼ିଆ, ପିଆଇ କଲେଜ, ଆଉ ଯେତେ ବି ମୋର ଛାତ୍ରଛାତ୍ରୀ ଅଛନ୍ତି। ଆରମ୍ଭ କରୁଛି ଆଜିର 143ତମ ଅଧ୍ୟାୟର ସ୍ୱାଗତ ସଙ୍ଗୀତ। ଜଗନ୍ନାଥ ହୋ କିଛି ମାଗୋ ନାହିଁ ତୋତେ, ହେ ଜଗନ୍ନାଥ। ଧନ ମାଗୋ ନାହିଁ, ଜନ ମାଗୋ ନାହିଁ, ମାଗୋଛି ସରଧା ବାଲିର ହାତେ, ହେ ଜଗନ୍ନାଥ। ଆନନ୍ଦର ସନ ନଲଡ଼େ ନୟନ, ଏକା ତୁମ୍ଭ ଦେଖା ବିନା, ଶୁଣିବାକୁ କାନ ନାଇଁ ଛାଏନ, ତୁମ୍ଭ ଚରିତିକା ମନ, ଜଗନ୍ନାଥ ହୋ କିଛି ମାଗୋ ନାହିଁ ତୋତେ, ହେ ଜଗନ୍ନାଥ। ସମସ୍ତଙ୍କୁ ଆଉ ଥରେ ମୋର ପ୍ରଣାମ। ଧନ୍ୟବାଦ ଲିପ୍ସା, ଏକ ଭକ୍ତିପୂର୍ଣ୍ଣ ହୃଦୟସ୍ପର୍ଶୀ ଜଣାଣ ଶୁଣେଇବା ପାଇଁ ଆମକୁ ସ୍ୱାଗତ ସଙ୍ଗୀତ ସ୍ୱରୂପ। ମୁଁ ସ୍ୱାଗତ କରୁଛି ଆମର କୁଳପତି,
ଆମର ଅତି ପ୍ରିୟ କର୍ଣ୍ଣେଲ ପ୍ରୋଫେସର ସଞ୍ଜୟ କୁମାର ଶତପଥୀ ସାରଙ୍କୁ। ସେ ବହୁ ଦୂରରେ ଥାଇ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି। ଧନ୍ୟବାଦ ସାର୍। ତେବେ ଆଗକୁ ବଢ଼ିବା। ଆଜିର ଆଲୋଚନାର ବିଷୟବସ୍ତୁ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ। ମୁଁ ଅନୁରୋଧ କରିବି ଆମର ଛାତ୍ର ଓମ୍ ପ୍ରକାଶ ନାୟକକୁ ସେ ଆଜିର ମୁଖ୍ୟ ବକ୍ତାଙ୍କର ପରିଚୟ ପ୍ରଦାନ କରିବେ। ସମସ୍ତଙ୍କୁ ନମସ୍କାର ଏବଂ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା। ସମସ୍ତଙ୍କୁ ସ୍ୱାଗତ ଜଣାଇବି। ମୁଁ ଓମ୍ ପ୍ରକାଶ ନାୟକ, ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ ମହାବିଦ୍ୟାଳୟ ଓଡ଼ିଆ ସମ୍ମାନର ଦ୍ୱିତୀୟ ବର୍ଷର ଛାତ୍ର। ପ୍ରିୟ ସମ୍ମାନନୀୟ କର୍ଣ୍ଣେଲ ପ୍ରୋଫେସର ଶ୍ରୀ ସଞ୍ଜୟ କୁମାର ଶତପଥୀ ସାର୍, ତାଙ୍କୁ ପ୍ରଣାମ ଜଣାଉଛି। ଆଜିକାର ସଭାପତି ଉତ୍ତିଷ୍ଟ କାର୍ଯ୍ୟକ୍ରମ 143ତମ। ଆଜିକାର ବିଷୟବସ୍ତୁ ହେଉଛି ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ। ସମସ୍ତେ ଯୋଡ଼ି ହୋଇଛନ୍ତି, ତାଙ୍କୁ ମଧ୍ୟ ଆନ୍ତରିକତାର ଅଭିନନ୍ଦନ ଦେବି। ସମସ୍ତଙ୍କୁ ସ୍ୱାଗତ ଜଣାଇବି। ସମସ୍ତ ଗୁରୁଜନ ଏବଂ ମୋର ଆଦରଣୀୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶ୍ରୋତାଗଣଙ୍କୁ ନମସ୍କାର। ଉଦ୍ଦିଷ୍ଟତା। ଆଜିର 143ତମ ଉଦ୍ଦିଷ୍ଟତାରେ ସଭାପତି ଉଦ୍ଦିଷ୍ଟତା ଏକ ଶିକ୍ଷା ପନ୍ଥା କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଛାତ୍ରଛାତ୍ରୀଙ୍କୁ ଏକ ନୂତନ ଜ୍ଞାନ ଦେବାରେ ସାହାଯ୍ୟ କରିଛି, ଜ୍ଞାନ ଆହରଣ କରିବା ପାଇଁ ଏକ ସୁନ୍ଦର ସୁଯୋଗ ପ୍ରଦାନ କରିଛି। ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ଶ୍ରୀ ସଞ୍ଜୟ କୁମାର ଶତପଥୀ ହୃଦୟତାର ସହିତ କୃତଜ୍ଞତା ଜ୍ଞାପନ କରୁଛି। ଆଜିକାର ସଭାପତି ଭାବରେ ଆମେ ତାଙ୍କୁ ପାଇଛୁ। ଓଡ଼ିଆ ସାହିତ୍ୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟୋ ଜଗନ୍ନାଥାୟ ତେ ନମଃ। ବିଶ୍ୱର ସକଳ ଧର୍ମଶାସ୍ତ୍ର ସାରସ୍ୱତ ଶ୍ରୀ ଜଗନ୍ନାଥ ସଂସ୍କୃତି ଅନୁଭବନୀୟ, ଅଥଚ ଏହି ସଂସ୍କୃତି କୌଣସି ଧର୍ମ ଧାରରେ ସୀମାବଦ୍ଧ ନୁହେଁ। ଜଗନ୍ନାଥ ସଂସ୍କୃତି କୌଣସି ପ୍ରକାର ଆଞ୍ଚଳିକ ସଂକୀର୍ଣ୍ଣତା ନାହିଁ। ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂଯୋଗକାରୀ ସେତୁ। ପରିବର୍ତ୍ତିତ ସ୍ଥିତିରେ ଏହାର ବାହ୍ୟ ରୂପ ପରିବର୍ତ୍ତନ ଘଟିଲେ ହିଁ ମୂଳ ତତ୍ତ୍ୱ ଅପରିବର୍ତ୍ତିତ ରହିଛି। ପରିମାଣ ସ୍ୱରୂପ ବିଶ୍ୱର ସକଳ ସଂସ୍କୃତି ମଧ୍ୟରେ ଏହା ସମନ୍ୱୟ ପ୍ରତିଷ୍ଠା କରିଛି। ଜଗନ୍ନାଥ ସଂସ୍କୃତି ସମସ୍ତ ଜାତି, ଧର୍ମ, ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ପ୍ରଶ୍ରୟ ଦେଇଛି। ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚାଇବାର ଏହା ମୌଳିକ ନୀତି। ଏହି ସଂସ୍କୃତିରେ ଏକତା, ସମାନତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଭ୍ରାତୃତ୍ୱର ବାଣୀ ଅତି ସୁସ୍ପଷ୍ଟ। ଚତୁର୍ଦ୍ଧାମୂରତି, ଚାରିଗୋଟି ବର୍ଣ୍ଣ, ସମଗ୍ର ମାନବ ଜାତିର ବିଭିନ୍ନ ରଙ୍ଗର ନିଦର୍ଶନ। ଏହା ହିଁ ପ୍ରମାଣ କରିଥାଏ ଯେ ଜଗନ୍ନାଥ ସଂସ୍କୃତି ହେଉଛି ସର୍ବଜନୀନ ସଂସ୍କୃତି। ଏକତା, ସମାନତା ଓ ବିଶ୍ୱଭ୍ରାତୃତ୍ୱ ଏହାର ପରମ ଲକ୍ଷ୍ୟ। ଚତୁର୍ଦ୍ଧାମୂରତି, ଚାରିଗୋଟି ବର୍ଣ୍ଣ ହେଉଛି ପ୍ରତୀକାତ୍ମକ, ଯାହା ସମଗ୍ର ବିଶ୍ୱବାସୀ ନିକଟରେ ସାମ୍ୟ, ମୈତ୍ରୀ ଓ ଭ୍ରାତୃତ୍ୱ ପ୍ରତିଷ୍ଠା କରିଆସିଛି। ଏହି ଦୃଷ୍ଟିରେ ଜଗନ୍ନାଥ ସଂସ୍କୃତି କେବଳ ଜନହିତୈଷୀ ସଂସ୍କୃତି ନୁହେଁ, ବରଂ ବିଶ୍ୱହିତୈଷୀ ସଂସ୍କୃତି। ଏହି ସଂସ୍କୃତି ବିଶ୍ୱର ମଙ୍ଗଳ ଉପରେ ପ୍ରାଧାନ୍ୟ ଦିଏ। ଏହି ସଂସ୍କୃତି ଉଦ୍ଘୋଷଣା କରେ ଯେ ଈଶ୍ୱର ସକଳ ଜୀବନ ମଧ୍ୟରେ ପ୍ରକାଶିତ, ତେଣୁ ପୃଥିବୀ ସକଳ ପ୍ରାଣୀ ସମାନ। କେବଳ ଆମ ଓଡ଼ିଆ ସଂସ୍କୃତି ବା ଜଗନ୍ନାଥ ଧର୍ମ ପାଖରେ ସମର୍ପଣ ଭାବ ଯାତନା କରିପାରିଥାଉ, କାରଣ ଆମେ ଅନେକ ଦେବୀ ଦେବତା ଅଛନ୍ତି ଯାହାଙ୍କ ପାଖରେ ଆମେ ମୁଣ୍ଡିଆ ମାରିଥାଉ, କିନ୍ତୁ ଶ୍ରୀ ଜଗନ୍ନାଥ ଏମିତି ଏକ ଦେବତା ଯାହାଙ୍କ ପାଖରେ ଆମେ ନିଜକୁ ସମର୍ପି ଦେଇ ନିଜର ଦୁଇ ହାତ ଟେକିଦେଲେ ଏକ ଅଲୌକିକ ଶାନ୍ତିର ଆମେ ଆଭାସ ପାଇଥାଉ। ସେହି ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ଜାତିର କୋଟି ମୌଡ଼ମଣି। ତାଙ୍କ ଯୋଗୁଁ ହିଁ ଆଜି ଆମର ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା। ସେହି ତାଙ୍କ ସଂସ୍କୃତି ଆମ ଓଡ଼ିଆ ସାହିତ୍ୟରେ କି ଅବଦାନ ରହିଛି, ତାହାକୁ ଆମକୁ ଠିକ୍ ଭାବରେ ତର୍କ ଦେବା ପାଇଁ ଆମ ପାଖରେ ଆଜି ଉପସ୍ଥିତ ଅଛନ୍ତି ଆଜିର ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀ ବିଶ୍ୱରଞ୍ଜନ ବେହେରା ସାର୍, ଯିଏକି ମୋ ଗୁରୁ। 1999 ମସିହାରେ ତତ୍କାଳୀନ କଳାହାଣ୍ଡି
विश्वविद्यालय महाविद्यालय भवानीपाटना रे स्नातकता ओडिया विभाग प्रथम स्थान रे उत्तीर्ण होई परवर्ती समय प्रियदर्शिनी इंदिरा महाविद्यालय रे अध्यापक भाव रे कार्यरत। से जणे सुसाहित्यक वक्ता और आदर्श और नीतिनिष्ठ अध्यापक भाव रे जन समाज रे आहूत। यह सहित से समाज सेवा को जीवन व्रत रूपे ग्रहण करिसंती। रेड क्रॉस आदर्श और अनुप्राणित होई सेवा को जीवन व्रत भाव रे ग्रहण करिसंती। जीवन रे अनेक थर रक्तदान करी समाज रे मंगल कामना करिसंती। जने छात्र वत्सल अध्यापक भाव रे बेश परिचित। सबु बेले छात्र छात्री मानंकु सहयोग हाथ बढ़ाइछंती एवं निजर स्वप्न एवं निज को केमिति आग को नहीं पारिबा एवं समाज रे प्रतिष्ठित हो पारिबा ताहार वार्ता प्रदान करी समस्त छात्र छात्री को आग को बढ़िवार वार्ता देछंती। तांको मु आंतरिकता सहित धन्यवाद दे आजिर कार्यक्रम को स्वागत जनाउछि। धन्यवाद समस्तंको नमस्कार। धन्यवाद ओम प्रकाश, अति सुंदर स्वागत संभाषण सह आमर मुख्य वक्तांकर परिचय प्रदान करिथिबारु। वर्तमान मु अनुरोध करुछि आमर मुख्य वक्ता श्री विश्वरंजन बेहेरा को आजिर आलोचनार विषय ओडिया साहित्य रे श्री जगन्नाथ उपरे आलोकपात करिवा पई। न देव विद्यते काष्ठे न पाषाणे न च मृण्मये भाव हि विद्यते देव तस्मात् भाव हि कारण। से भावर ठाकुर जगतर नाथ जगन्नाथ पाखरे कोटि प्रणाम। आज यही कार्यक्रमर सभा मुख्य समस्तंकर प्रिय मोर प्रिय ई उत्तिष्ठतम जन्मदाता पूज्य कुलपति कर्नेल प्रोफेसर संजय कुमार शतपथी महाभागं को मोर प्रणाम। कुल सचिव श्री पीताम्बर भोई महोदय, प्रोफेसर निवेदिता नाथ महोदया, आदरर लिप्सा महाराणा, भाई वाल्मीकि करुण, विश्वविद्यालय समस्त कर्मकर्ता तथा यह कार्यक्रमर प्रच्छद नायक प्रोफेसर जयदेव साहू महोदय, आज यही कार्यक्रम जोड़ी होइथिबा समस्त ज्ञानवृद्ध वयोवृद्ध एवं ज्ञान पिपासु मनीष को यथामान्य प्रणाम शुभेच्छा और स्वागत। आज मोर वक्तव्यर विषय होछि ओडिया साहित्य रे श्री जगन्नाथ। साहित्य भाषा और संस्कृति परस्पर परिपूरक। भाषा साहित्य और संस्कृति गोटे जातिर अस्मिता को धरी रखे, गोटे जाति को विश्व दरबार रे परिचित कराई थाए। स्रष्टाटी तार हृदयर आवेग को जेतेबेले भाषा माध्यम रे प्रकाश करे ताहा हुए सृष्टि, ताहा हुए साहित्य। जागतिक दृश्यराज सहित मनोजगतर एक कलात्मक मिश्रण रे सारस्वत साधकटीए सृष्टि करे तार सारस्वत साधना एवं एहार बाहक हुए भाषा। भाषा केवल भाव प्रकाश माध्यम नुहे, स्रष्टार सृष्टि प्रक्रियार चिंतन मध्य भाषा। जो जाति भाषा जेतिकी समृद्ध से जाति सेतिकी उन्नत। भाषा बंची रहे दुईटी कारण, गोटी हेउची आहरण और अन्यटी हेउची व्यवहार। माननीय कुलपतिंक भाषा रे पहाड़र मथान रे जेतेबेले वर्षा हुए सेतेबेले किछि झरणा से पहाड़र जन्म नहीं थाए, किंतु सबु झरणा नदी सहित मिशे नाही किंबा सबु नदी समुद्र सहित मिशिबार सौभाग्य पाए नाही। जो झरणा अन्य झरणा को निज कोल रे आश्रय दिए, जो नदी अन्य नदी को निज वक्ष रे मिशेई दिए एवं आग को माड़ी चाले, से ही तार लक्ष्य साधन करि थाए। भाषा क्षेत्र रे मध्य तदनुरूप जो भाषा अन्य भाषा मानकरू जेतिकी शब्द आहरण करे से सेतिकी पुष्ट होई थाए एवं भाषार व्यवहार जोगु से भाषा समृद्ध होई थाए। ओडिया भाषा क्षेत्र मध्य तदनुरूप आमे केवल साहित्य क्षेत्र रे भाषा को उपयोग कले हबो नाही, दैनंदिन जीवन रे मध्य आमे आमर भाषा को उपयोग करिबा। उदाहरण स्वरूप आमे जेतेबेले एटीएम रु अर्थ उठाण करूचु ताहेले आमे
आम भाषा को कहीं चयन न करवा मोबाइल रे जदि आमे कहा पाख किछि वार्ता प्रेरण करूछु ताहले आमे ए वार्ता को निज भाषा रे कहीं न लिखिबा जो जगार इंग्राजी रे दस्तखत नदेले चलुची से जगार इंग्राजी रे दस्तखत नदे ओडिया रे दस्तखत देवा नाही कहीं ना जदि आमे एही एटीएम मोबाइल भली आधुनिक उपकरण रे निजर भाषार व्यवहार न करिबा ताहले आगामी दिन रे ए सबुथिरु ओडिया भाषा धीरे धीरे हटि जीव मु अन्य भाषा विरुद्धाचरण करूनाही किंतु निज भाषा को भल पाइबा पाई उत्साहित करुची मात्र माँ को भल न पाइले जड़े मनीष केबे निज माउसी को भल पाई पारिबो नाही कवि गंगाधर मेहेर निज भाषा को जेतिकी पृष्ठ एवं बलिष्ठ करि पारिबो से भाषा सेतिकी समृद्ध होई पारिबो जे भाषा जेतिकी दुर्बल से भाषा सेतिकी हीनमन्यतार शिकार हेई थाई बोली से कहिथिले जा भाषा दुर्बला तार काहीं स्थान तार काहीं राज दुआरे सम्मान उच्च हेबा पाई कर जेबे आशा उच्च कर आगे निज मातृभाषा गोटे समृद्धिशाली जाति तार अतीत को खोजी बसे निजे समृद्ध पाइले खुशी हुए नाही तार पूर्वपुरुष केउठी कौन करथिले याकु से खोजी बसे ओ याकु नै गर्व अनुभव करे ठीक सेमिति आमे ओडिया बोली गर्व करिबा पई आम पाखरे पर्याप्त कारण रहिछि सेथि मध्यरु केतोटी कारण मु आपण मानक सम्मुखरे उपस्थापन करूछि प्रथम कारण हला ख्रीष्टपूर्व 261 रे घटिथिबा कलिंग युद्ध जदियो ए युद्ध रे कलिंग पराजय हेइछि तथापि कलिंगवासी वीरत्वर सहित लड़ाई करिछि चंडाशोक को धर्माशोक रे परिणत करि पारिछि उद्देश्य यह नुहे उद्देश्य हेउछि सेई समय रे कलिंग राजा केही थिबार सूचना नाही एथिरु सूचित हुए जे प्रत्येक कलिंगवासी पाखरे नेतृत्व नेबार दक्षता बा क्षमता रहिथिला सेथिपाई बोध हुए परवर्ती पर्याय गोपबंधु दास लिखिथिले उत्कली नेतार नाही प्रयोजन उत्कलर नेता स्वयं नारायण ताहेले से जातिर उत्तर दायाद बोली आमे गर्व करिबा उचित नुहे कि द्वितीय कारण मु नेउछि 1817 मसीहारे होइथिबा पाइक विद्रोहर कथाटा जदियो 1857 मसीहारे होइथिबा सिपाही विद्रोह को प्रथम स्वाधीनता संग्राम मान्यता दिया जाइथिले मध्य पाइक विद्रोह ही हेउछि यथार्थ रे प्रथम स्वाधीनता संग्राम जो ओडिया जाति जो ओडिया पाइक इंग्रेज सरकार सहित युद्ध हेलो जो ओडिया पाइक इंग्रेज मान सहित युद्ध करी स्वाधीनतार बीज बपन करिथिला से जाति कौन से जाति ठारू कौन से गुण रे केबे कम नुहे तृतीय कारण हेउछि 1936 मसीहा एप्रिल 1 तारिख रे प्रतिष्ठित होइथिबा भाषा भित्तिक स्वतंत्र प्रदेश हेउछि ओडिशा प्रदेश उत्कल प्रदेश निजर भाषा को नै गठित होइथिबा प्रदेश मानक भितरे प्रथम हेउछि ओडिशा ए दृष्टि मध्य आमे कोनोसी गुण रे कम नहु चतुर्थ कारण जदि आमे देखिबा 2014 मसीहा रे ओडिया भाषा पाइथिबा शास्त्रीय भाषार मान्यता जदियो तेलुगु तमिल कन्नड़ मलयालम संस्कृत और परवर्ती पर्याय रे षष्ठ भारतीय भाषा भाव रे ओडिया भाषा शास्त्रीय भाषार मान्यता पाइछि किंतु पूर्व भारतीय भाषा भितरे जे कि प्रथम शास्त्रीय भाषार मान्यता लाभ करिछि एपरि अनेक कारण कि नै आमे ओडिया भाषी और ओडिया जाति बोली गर्व करि पारिबा किछि के जणे व्यक्ति कथा सुबुछि दया कर टिके म्यूट कर देले भलो होंता ताहले प्रश्न उठे ओडिया जाति किए ओडिशा रे बसवास करुथिबा ओडिशार जलवायु खाद्य ग्रहण करी निज जीवन को पुष्ट करुथिबा प्रत्येकटी मनीष हेउछि ओडिया से राजस्थान रु आसी थाई पारे गुजरात रु आसी थाई पारे पश्चिम बंग रु आसी थाई पारे किंबा तमिलनाडु मध्य आसी थाई पारे से हेउछि ओडिया जहार शैशवर लीलाभूमि यौवनर कर्मक्षेत्र एवं वार्धक्यर आश्रयस्थली ए ओडिशा ताहले से हेउछि ओडिया
ओडिया भाषा जेमिति आर्य द्राविड़ ऑस्ट्रिक भाषार चमत्कार मिलनरे ओडिया भाषाटा सृष्टि ठीक सेमिति ओडिया जाति मध्य भारतर प्रत्येकटी कोण अनुकोणर मनीषको आपण नेइथिबा एक जाति ओडिशार आराध्य देवता जगन्नाथ मध्य तदनुरूप से जेमिति समन्वयर देवता सर्वधर्म समन्वयर प्रतीक शबरर नीलमाधव बौद्धंकर बुद्ध जिनंकर ऋषभनाथ शैवंकर भैरव शाक्तर भैरवी सौर गणपत्य से समस्तंकर देवता से पुणी राम से पुणी कृष्ण से होचंती अव्यक्त अनाकार इंद्रियातीत अचिंतनीय सचिदानंद चतुर्धामूर्ति होचंती प्रणवाक्षर अ उ म ओ अर्धचंद्रर प्रतीक এই ଚତୁର୍ଦ୍ଧା ମୂର୍ତ୍ତି ପୁଣି ଚାରିବେଦ ରୂପରେ ଆମ ସଂସ୍କୃତିରେ ପରିକଳ୍ପିତ ସେ ପୁଣି ଆଦିବାସୀ ମାନଙ୍କର ଦେବତା ଜଗନ୍ତ ଓ ଜୈନଙ୍କର ନାଥ ଏ ଉଭୟଙ୍କର ସମ୍ମିଶ୍ରଣରେ ସେ ହେଉଛନ୍ତି ଜଗନ୍ନାଥ ଜ ଅର୍ଥ ଜନ୍ମ ଗତ ଅର୍ଥ ମୃତ୍ୟୁ ନାଥ ଅର୍ଥ ସ୍ୱାମୀ ଯେ କି ଜନ୍ମ ଏବଂ ମୃତ୍ୟୁର ସ୍ୱାମୀ ସେ ହେଉଛନ୍ତି ଜଗନ୍ନାଥ ସେ ଯଦିଓ ଜନ୍ମ ଓ ମୃତ୍ୟୁର ସ୍ୱାମୀ ହୋଇ ମଧ୍ୟ ନବକଳେବର ମାଧ୍ୟମରେ ଜନସମାଜକୁ ସୂଚିତ ଦେଉଛନ୍ତି ଯେ ଏ ପୃଥିବୀରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ କେହି ଅମର ହୋଇ ରହିପାରିବ ନାହିଁ ଯେମିତିକି ଭାଗବତକାର ଜଗନ୍ନାଥ ଦାସଙ୍କର ଭାଗବତର ସେଇ ଉକ୍ତି ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହେଁ ମରଇ ସେ ହେଉଛନ୍ତି ପୁଣି ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟର ଆରାଧ୍ୟ ଦେବତା ରାଧା ଏବଂ କୃଷ୍ଣ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ଉପେନ୍ଦ୍ର ଭଞ୍ଜ ସେଥିପାଇଁ କହିଛନ୍ତି ଭକ୍ତି ଦେବୀ ଗୋପ୍ୟ ହୋଇଛନ୍ତି ଯୁକ୍ତାକ୍ଷରେ ବୈଷ୍ଣବ ବିହୁନେ କେବା ଜାଣିବ ସଂସାରେ ଜଗତ ଯୁକ୍ତ ନାଥ ଜଗନ୍ନାଥ ଜଗତ ହେଉଛି ସ୍ତ୍ରୀବାଚକ ଶବ୍ଦ ଏବଂ ନାଥ ହେଉଛି ପୁରୁଷବାଚକ ଶବ୍ଦ ଜଗତର ଅର୍ଥ ହେଉଛି ରାଧା ଏବଂ ନାଥ ଶବ୍ଦର ଅର୍ଥ ହେଉଛି କୃଷ୍ଣ এই ଦୃଷ୍ଟିରୁ ଜଗନ୍ନାଥ ହେଉଛନ୍ତି ରାଧା ଓ କୃଷ୍ଣଙ୍କର ସମନ୍ୱୟର ପ୍ରତୀକ ସେଥିପାଇଁ ତ ଅନେକ ସମୟରେ ବୈଷ୍ଣବ ଗୁରୁ ଆଚାର୍ଯ୍ୟଗଣ ଶ୍ରୀକ୍ଷେତ୍ରକୁ ଆଗମନ କରିଛନ୍ତି ବୈଷ୍ଣବାଚାର୍ଯ୍ୟ ନାଥମୁନି ବିଷ୍ଣୁ ସ୍ୱାମୀ ମାଧ୍ୟାଚାର୍ଯ୍ୟ ନିମ୍ବାର୍କ ରାମାନନ୍ଦ କବିର ପ୍ରଭୃତିଙ୍କର ଆଗମନ ଘଟିଛି ଏଇ ଉତ୍କଳକୁ ଏଇ ପୁରୀ କ୍ଷେତ୍ରକୁ ତାଙ୍କୁ ଜାଣିବା ପାଇଁ ଅନେକ ସାଧୁ ସନ୍ଥ ମହାତ୍ମା ପଣ୍ଡିତ ଗବେଷକ ଐତିହାସିକ ପ୍ରୟାସ କରିଛନ୍ତି କିନ୍ତୁ ତାଙ୍କ ରହସ୍ୟକୁ ଭେଦ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବ ହୋଇପାରି ନାହିଁ ସେ ହେଉଛନ୍ତି ବିଶ୍ୱର ବିସ୍ମୟ ଜଗତର ନାଥ ଜଗନ୍ନାଥ କେତେବେଳେ ସେ ଦାସିଆ ବାଉରୀ ଠାରୁ ହାତ ବଢେଇ ନଡିଆ ନେଇଛନ୍ତି ତ ପୁଣି କେତେବେଳେ ଭକ୍ତ ଶାଲବେଗ ପାଇଁ ଶରଧା ବାଲିରେ ଅପେକ୍ଷାରତ ସେ ପୁଣି କେତେବେଳେ ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଯାଚି ଦେଇଛନ୍ତି ତ ପୁଣି କେତେବେଳେ ଭକ୍ତର ମାନ ରକ୍ଷା କରିବା ପାଇଁ ବାଲିରଥରେ ବିଜେ କରିଛନ୍ତି ସେ ଯେମିତି ବିସ୍ମୟ ଆଶ୍ଚର୍ଯ୍ୟ ଓ ଅଦ୍ଭୁତ ତାଙ୍କର ଦିନଚର୍ଯ୍ୟା ନୀତିକାନ୍ତି ବେଶଭୂଷା ଭୋଗରାଗ ମଧ୍ୟ ସେମିତି ଆଶ୍ଚର୍ଯ୍ୟ ବିସ୍ମୟ ଓ ବିଚିତ୍ର ତାଙ୍କର ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ପହୁଡ ପର୍ଯ୍ୟନ୍ତ ସ୍ନାନ ଯାତ୍ରା ଠାରୁ ଆରମ୍ଭ କରି ଚନ୍ଦନ ଯାତ୍ରା ପର୍ଯ୍ୟନ୍ତ ଅବକାଶ ବେଶ ଠାରୁ ଆରମ୍ଭ କରି ହରିହର ବେଶ ପର୍ଯ୍ୟନ୍ତ ବଲ୍ଲଭ ଭୋଗ ଠାରୁ ପିଠା ଭୋଗ ପର୍ଯ୍ୟନ୍ତ ଜଗନ୍ନାଥଙ୍କର ପ୍ରତ୍ୟେକଟି କାର୍ଯ୍ୟକଳାପକୁ ନେଇ ଓଡ଼ିଆ ସାହିତ୍ୟ ହେଇଛି ରୁଧିବନ୍ତ ତାହା ଲୋକ ସାହିତ୍ୟ ହେଇପାରେ ଅଭିଲେଖ ସାହିତ୍ୟ ହେଇପାରେ କିମ୍ବା ଲିଖିତ ସାହିତ୍ୟ ହେଇପାରେ ଓଡ଼ିଆ ସାହିତ୍ୟର କାବ୍ୟ କବିତା ନାଟକ ଉପନ୍ୟାସ ପ୍ରବନ୍ଧ ପ୍ରତିଟି ବିଭାଗରେ ଦେଖାଯାଏ ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ଚିନ୍ତା ଓ ଜଗନ୍ନାଥ ଚେତନା ଓଡ଼ିଆ ଲୋକ ସାହିତ୍ୟରେ ସର୍ବତ୍ର ପ୍ରଚାରିତ ଚକୁଳିଆ ପଣ୍ଡା ଗୀତରେ ଜଗନ୍ନାଥ ଦର୍ଶନର ମହାତ୍ମ୍ୟ ପ୍ରତିପାଦିତ ହେଇଥାଏ ଜଗନ୍ନାଥ ଭୂମିର ଶ୍ରୀକ୍ଷେତ୍ରର ମହାତ୍ମ୍ୟ ପ୍ରତିପାଦିତ ହେଇଥାଏ ଚକୁଳିଆ ପଣ୍ଡାର ମୁଖରେ ଶୁଣାଯାଏ ଗଙ୍ଗାରେ ସ୍ନାନ ଗୟାରେ ପିଣ୍ଡ ଦାନ ନୀଳାଚଳରେ ନୀଳାଦ୍ରି ଦର୍ଶନ ଭାଗ୍ୟ ଥିଲେ ପ୍ରାଣୀମାନେ କରନ୍ତି ଅର୍ଜନ ଏହା ସହିତ ଅନେକ ଲୋକ କାହାଣୀ ଢଗଢମାଳି ଓଷାବ୍ରତ ପ୍ରଭୃତିରେ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ବର୍ଣ୍ଣିତ ହେଇଛି ଲୋକଗଳ୍ପରେ ପରିଚିତ ଗାଲମାଧବ ଉପାଖ୍ୟାନ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କର ମହିମା ବର୍ଣ୍ଣିତ ହେଇଛି ତା ସହିତ
ଚଇନି ଚକଡ଼ା, ରୁଦ୍ର ସୁଧାନିଧି ଆଦି ଗ୍ରନ୍ଥରେ ଜଗନ୍ନାଥଙ୍କ ମହିମା ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣିତ। ରୁଦ୍ର ସୁଧାନିଧିର ରଚୟିତା ନାରାୟଣନନ୍ଦ ଅବଧୂତ ସ୍ୱାମୀ ପୁରୁଷୋତ୍ତମରେ ଇହଲୀଳା ତ୍ୟାଗ କଲେ ମଣିଷ ମୁକ୍ତି ଓ ମୋକ୍ଷ ମିଳେ ବୋଲି ଉଲ୍ଲେଖ କରିଛନ୍ତି। ଚରଣ ଦାସଙ୍କ ରଚିତ ଚାଚିରୀ ଲୀଳାରେ ଜଗନ୍ନାଥଙ୍କ ଦୋଳ ଉତ୍ସବ କଥା ବର୍ଣ୍ଣିତ ହେଇଛି। ମାଦଳା ପାଞ୍ଜିକୁ ଯଦି ଆମେ ଯିବା ହେଲେ ଜଗନ୍ନାଥଙ୍କର ମନ୍ଦିର ପରିଚାଳନା ରୀତିନୀତି ସମ୍ବନ୍ଧରେ ଧାରାବାହିକ ବିବରଣୀ ସେଠି ଦେଖିବାକୁ ମିଳିଥାଏ। ତା ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତି ଶାରଳା ଦାସ। ଶାରଳା ଦାସ ସମୟରେ ହିଁ ପ୍ରକୃତ ଲିଖିତ ସାହିତ୍ୟର ଭୂୟ ବିକାଶ ସାଧିତ ହେଇଛି। ସେ ମହାଭାରତ ଗ୍ରନ୍ଥର ମଙ୍ଗଳାଚରଣରେ ପ୍ରଭୁ ଜଗନ୍ନାଥଙ୍କୁ ବନ୍ଦନା କରିଛନ୍ତି। ଶ୍ରୀ ଜଗନ୍ନାଥ ଓ ଶ୍ରୀକୃଷ୍ଣ ଭିତରେ ସେ ଅଭେଦତ୍ୱ ପରିକଳ୍ପନା କରିଛନ୍ତି। ସେ କୃଷ୍ଣ ଓ ଜଗନ୍ନାଥଙ୍କୁ ଏକ ବୋଲି ବିବେଚନା କରିଛନ୍ତି। ସେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାକୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ରୂପରେ ପରିକଳ୍ପନା କରିଛନ୍ତି। ସେଥିପାଇଁ ସେ ମଙ୍ଗଳାଚରଣରେ କହିଛନ୍ତି, ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମା। ସେ ପୁଣି ଶ୍ରୀକୃଷ୍ଣ ଏବଂ ଶ୍ରୀକୃଷ୍ଣଙ୍କୁ ଅନେକ ସମୟରେ ଜଗନ୍ନାଥ ଶବ୍ଦ ପ୍ରୟୋଗ କରିଛନ୍ତି। ଶ୍ରୀକୃଷ୍ଣଙ୍କ ପାଇଁ ସେ ଜଗନ୍ନାଥ ଶବ୍ଦ ପ୍ରୟୋଗ କରିଥିବା କଥା ତାଙ୍କର ମହାଭାରତର ପ୍ରତିଟି ଛତ୍ରେ ଛତ୍ରେ ଆମେ ଦେଖିବାକୁ ପାଇପାରିଥାଉ। ମହାସମ୍ଭବେ ଆସି ବିଜୟେ କିରୀଟି, ଯମୁନା କୂଳେ ଯାଇ ଜଗନ୍ନାଥଙ୍କୁ ଭେଟି। ତାଙ୍କର ଉଦ୍ଯୋଗ ପର୍ବରେ କହିଛନ୍ତି, ରଥରୁ ଓହ୍ଲାଇ ସେ ବୀର ଧନୁର୍ଜୟେ, ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମେ ଶତ ସହସ୍ର ପଣିପତ୍ୟ ହୁଏ। ଏହି ମହାଭାରତ ଗ୍ରନ୍ଥର ପ୍ରତିଟି ଛତ୍ରେ ଛତ୍ରୀ କବି ଜଗନ୍ନାଥଙ୍କର ମହିମା ବର୍ଣ୍ଣନା ସହିତ ସେ ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ସହିତ ତୁଳନା କରିଥିବା କଥା ଏଇ ଓଡ଼ିଆ ସାହିତ୍ୟ ବା ଓଡ଼ିଆ ମହାଭାରତରେ ଆମେ ଦେଖିବାକୁ ପାଇପାରିଥାଉ। ତା ସହିତ ଜଗନ୍ନାଥଙ୍କ ଚକାଡୋଳା ଭାବରେ ମଧ୍ୟ ଚକାଡୋଳା ଶବ୍ଦ ଜଗନ୍ନାଥଙ୍କ ପାଇଁ ସେ ଚକାଡୋଳା ଶବ୍ଦର ପ୍ରୟୋଗ କରିଛନ୍ତି। ଏବଂ ସବୁଠାରୁ ବଡ଼ ସାମଞ୍ଜସ୍ୟର କଥା ହେଲା ଓଡ଼ିଆର ଅକ୍ଷର ମଧ୍ୟ ଚକାଚକା ଗୋଲ ବା ବର୍ତ୍ତୁଳାକାର। ପରବର୍ତ୍ତୀ ପର୍ଯ୍ୟାୟରେ ପଞ୍ଚସଖା ସାହିତ୍ୟରେ ଶୂନ୍ୟ ବା ନିର୍ଗୁଣ ବ୍ରହ୍ମଙ୍କର ଉପାସନା କରିବା ସହିତ ଏହାର ପ୍ରଚାର ଏବଂ ପ୍ରସାର ପାଇଁ ପଞ୍ଚସଖା ସାହିତ୍ୟ ମାନେ ଯେଉଁ ଯୋଗଦାନ କରିଛନ୍ତି, ପଞ୍ଚସଖା ସାଧକ ମାନେ ନିରାକାର ବ୍ରହ୍ମ ଓ ଶ୍ରୀ ଜଗନ୍ନାଥକୁ ଏକ ଓ ଅଭିନ୍ନ ବୋଲି ପରିକଳ୍ପନା କରିଛନ୍ତି। ସେମାନେ କୌଣସି ଧର୍ମ, ସମ୍ପ୍ରଦାୟ ବା ଗୋଷ୍ଠୀ ସୃଷ୍ଟି ନ କରି ମୁକ୍ତ ଭାବରେ ବେଦ ବେଦାନ୍ତର ପ୍ରସଙ୍ଗକୁ ଶ୍ରୀ ଜଗନ୍ନାଥ କୈନ୍ଦ୍ରିକ କରି ପୁରାଣ, ଗୀତା, ସଂହିତା, ମାଳିକା, ଚୌପଦୀ, ଚଉତିସା, ଭଜନ, ଜଣାଣ ଆଦି ସବୁ ରଚନା କରିଛନ୍ତି। ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ ସାଧକ ବଳରାମ ଦାସ ତାଙ୍କର ଦାଣ୍ଡି ରାମାୟଣ ଗ୍ରନ୍ଥକୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତି ପ୍ରଦର୍ଶନ ପୂର୍ବକ ଗ୍ରନ୍ଥଟିର ନାମ ରଖିଛନ୍ତି ଜଗମୋହନ ରାମାୟଣ। ଏବଂ ମଙ୍ଗଳାଚରଣରେ ନୀଳାଚଳ ନାୟକ ଶ୍ରୀ ଜଗନ୍ନାଥଙ୍କୁ ସେ ପ୍ରାର୍ଥନା କରିଛନ୍ତି, ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ଶିରେ ଧରି ଗ୍ରନ୍ଥ ବଖାଣିବି ମୁଁ ଆଦ୍ୟ ପ୍ରାନ୍ତ କରି। ତାଙ୍କର ଆଦ୍ୟ କାଣ୍ଡରେ କଥା ସେ ଲେଖିଛନ୍ତି। ପୁଣି ସେ ଗ୍ରନ୍ଥଟିକୁ ନିଜେ ସ୍ୱୟଂ ଜଗନ୍ନାଥ ରଚନା କରିଥିବା କଥା କହିଛନ୍ତି। ଜଗମୋହନ ବୋଲି ସେ ଗ୍ରନ୍ଥ, ଏଥର କବି ଯେ ନୀଳଗିରି ଜଗନ୍ନାଥ, ସେ ହରି ମୋହର କଣ୍ଠେ ବିଜେ କରି, ଆପଣା ଚରିତ ଯେ ଆପଣା ବଖାଣନ୍ତି। ଏଥିରୁ ଅନୁମିତ ହୁଏ ଯେ ଜଗନ୍ନାଥଙ୍କ ପ୍ରତି ଓଡ଼ିଆ ବା ଓଡ଼ିଆ ସାହିତ୍ୟ କେତେ ସମର୍ପିତ। ଏହା ସହିତ ତାଙ୍କର ଲକ୍ଷ୍ମୀ ପୁରାଣ, ଭାବ ସମୁଦ୍ର, ବଟ ଅବକାଶ, ବେଢା ପରିକ୍ରମା ଆଦିରେ ଜଗନ୍ନାଥ ଓ ଜଗନ୍ନାଥ କ୍ଷେତ୍ରର ମହିମା ପ୍ରତିପାଦନ କରିଛନ୍ତି। ଜଗନ୍ନାଥ ଦାସ ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ଦାସ ଆସନ୍ତି। ତାଙ୍କର ଭାଗବତ, ଦାରୁ ବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି, ତୁଳାଭିଣା, ଶୈବାଗମ ଭାଗବତ, ନୀଳାଦ୍ରି ବିଳାସ ପ୍ରଭୃତି ଗ୍ରନ୍ଥରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରିଛନ୍ତି। ତା ସହିତ ତାଙ୍କର କେତେକ ଭଜନରେ ମଧ୍ୟ ସେ ଜଗନ୍ନାଥଙ୍କର ସ୍ତୁତି ଗାନ କରିଛନ୍ତି। ଭାଗବତରେ କବି ଶ୍ରୀ ଜଗନ୍ନାଥଙ୍କୁ ଉଭୟ ଶ୍ରୀକୃଷ୍ଣ ଓ ଶ୍ରୀ ବିଷ୍ଣୁ ରୂପରେ ଅବତୀର୍ଣ୍ଣ କରାଇଛନ୍ତି। କି ପ୍ରୟୋଜନେ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ, ସେହେତୁ କହ ଶୁଦ୍ଧ ଚିତ୍ତେ ଆମ୍ଭେ ପଚାରୁ ଜନହିତେ। ତା ସହିତ ତାଙ୍କର ଦାରୁବ୍ରହ୍ମ ଗୀତାରେ ଶ୍ରୀକୃଷ୍ଣ କିପରି ଦାରୁବ୍ରହ୍ମ ରୂପେ ଆବିର୍ଭୂତ ହେଇଥିଲେ, ଜାରାଶବରର ଶରାଘାତ ଠାରୁ ଆରମ୍ଭ କରି ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପୁରୁଷୋତ୍ତମ କ୍ଷେତ୍ରରେ ଦାରୁବ୍ରହ୍ମ ରୂପେ ପୂଜା ପାଇବା ବିଷୟ ଏଥିରେ ସୁନ୍ଦର ଭାବରେ ଉପସ୍ଥାପନ ହେଇଛି। ଆପଣ ନାମ ତାକୁ ଦେଇ ଆପଣ ଅଛନ୍ତି ଭିଆଇ, ନାମ ଯେ ଶ୍ରୀ ପୁରୁଷୋତ୍ତମ, ସର୍ବ କ୍ଷେତ୍ରରେ ସେ ଉତ୍ତମ। କ୍ଷେତ୍ର ମଧ୍ୟରେ ପୁରୁଷୋତ୍ତମ ବୋଲି
यार नाम श्रीक्षेत्र बोली से कहिचंती। शैवागम भागवतरे मध्य जगन्नाथ कृष्ण को एक ओ अभिन्न बोली कवि कहिचंती। गोपी गोपालଙ୍କ अर्थे स्वयं विजय जगन्नाथे श्रीकृष्ण नित्य अवतरी नीलाद्रि शिखरे बिहारी। एहीपरि भावरे पंचसखा साहित्य माने बा साहित्यिक माने जगन्नाथଙ୍କୁ ତାଙ୍କର ସାହିତ୍ୟର ଆଧାର ଭାବରେ ବିବେଚନା କରି ଅନେକ ଗୁଡ଼ିଏ ଗ୍ରନ୍ଥ ରଚନା କରିଛନ୍ତି। ପଞ୍ଚସଖା ସାହିତ୍ୟର ଅନ୍ୟତମ ସାଧକ ହେଉଛନ୍ତି ଶ୍ରୀ ଅଚ୍ୟୁତାନନ୍ଦ ଦାସ। ତାଙ୍କର ହରିବଂଶ, ଗୁରୁଭକ୍ତି ଗୀତା, ଅଣାକାର ସଂହିତାରେ ଶ୍ରୀ ଜଗନ୍ନାଥଙ୍କ ପ୍ରସଙ୍ଗ ବର୍ଣ୍ଣନା କରିଛନ୍ତି। ହରିବଂଶ ପୁରାଣର ଗ୍ରନ୍ଥର ସେ ମଙ୍ଗଳାଚରଣରେ ଶ୍ରୀ ଜଗନ୍ନାଥଙ୍କୁ ସ୍ତୁତି କରିଛନ୍ତି। ଜୟ ଜୟ ଜଗନ୍ନାଥ ଜଗତ ତାରଣ, ଜୟ ଜୟ ଜଗନ୍ନାଥ ପରମ କାରଣ, ଜୟ ଜୟ ଜଗନ୍ନାଥ ତୁ ପରମାନନ୍ଦ, ଜୟ ଜୟ ଜଗନ୍ନାଥ ଅଟୁ ଆଦି କନ୍ଦ। ସେ ପୁଣି ତାଙ୍କର ଅଣାକାର ସଂହିତାରେ ଲେଖିଛନ୍ତି ଜଗନ୍ନାଥ ହେଉଛନ୍ତି ଅବିନାଶୀ ଏବଂ ବ୍ରହ୍ମ ସ୍ୱରୂପ। ଜୟ ଜୟ ପ୍ରଭୁ ଜଗତ ଈଶ୍ୱର, ନମସ୍ତେ କରୁଣା ସାଇ, ନମୋ ବିଶ୍ବେଶ୍ୱର, ନମୋ ଦୟାନିଧି, ମହିମା କେ ପାରେ କହି। ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତି ଯଶବନ୍ତ ଦାସ। ତାଙ୍କର ଆତ୍ମପରତେ ଗୀତା, ପ୍ରେମ ଭକ୍ତି ବ୍ରହ୍ମଗୀତା, କ୍ଷିତିସୁଧା, ଅଢଙ୍ଗ ମାଳିକା ଆଦିରେ ଶ୍ରୀ ଜଗନ୍ନାଥ ଓ ଶ୍ରୀକ୍ଷେତ୍ର ମହିମା ବର୍ଣ୍ଣନା କରିଛନ୍ତି। ତାଙ୍କର ଅଢଙ୍ଗ ମାଳିକାରେ ସେ ଲେଖିଛନ୍ତି ଜୟ ଜୟ ଜଗନ୍ନାଥ ଜଗତ ଈଶ୍ୱର, ଜୟ ଜୟ ଜଗନ୍ନାଥ କମଳାଙ୍କ ବର, ଜୟ ଜୟ ଜଗନ୍ନାଥ ଜଗତର ବନ୍ଧୁ, ଜୟ ଜୟ ଜଗନ୍ନାଥ ନାମ କୃପା ସିନ୍ଧୁ। ପରବର୍ତ୍ତୀ ପର୍ଯ୍ୟାୟରେ ଶିଶୁ ଅନନ୍ତ ଦାସଙ୍କର ଉଦେବାକ୍ଷର, ଭବିଷ୍ୟ ପୁରାଣ, ପଦ୍ମବନ ରାସ ତଥା ଅନେକ ଭଜନ ଏବଂ ଜଣାଣରେ ସେ ଶ୍ରୀ ଜଗନ୍ନାଥଙ୍କ ମହିମା ଏବଂ କ୍ଷେତ୍ରର ମହିମା ବର୍ଣ୍ଣନା କରିଛନ୍ତି। ସେ ବୈଷ୍ଣବ ଧର୍ମର ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ, ଗୁରୁବାଦ, ନାମତତ୍ତ୍ୱ ଆଦିର ସୁନ୍ଦର ବର୍ଣ୍ଣନା କରିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିକୁ ସେ ଚାରି ବେଦର ସମାହାର ଭାବରେ ବର୍ଣ୍ଣନା କରିଛନ୍ତି। ଜଗନ୍ନାଥ ଯେ ବଳଭଦ୍ର, ସୁଭଦ୍ରା ସୁଦର୍ଶନ ଭାବ, ସାମ ଯେ ରୁଗ ଯଦୁ ଅଥର୍ବ, ଚତୁର୍ଥା ବିଧି ଏହି ସତ୍ୟ। ଏହିପରି ଭାବରେ ପଞ୍ଚସଖା ସାହିତ୍ୟରେ ଆମେ ଜଗନ୍ନାଥଙ୍କୁ ନେଇକରି ଅନେକ ଗୁଡ଼ିଏ ଭଜନ, ଜଣାଣ, ଚଉତିସା, ମାଳିକା ଏସବୁ ରଚନା କରିଥିବା ଦେଖିବାକୁ ମିଳିଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଦେଖିବାକୁ ପାଉ ମଧ୍ୟଯୁଗୀୟ ସାହିତ୍ୟ ବା ରୀତି ସାହିତ୍ୟର ଉତ୍ତର ପର୍ବରେ ବା ତାର ପ୍ରଥମ ପର୍ବରେ ଆମେ ଦେଖୁ ଅର୍ଜୁନ ଦାସ, ଶିଶୁଶଙ୍କର ଦାସ, ନରସିଂହ ସେଣ, ଦେବଦୁର୍ଲ୍ଲଭ ଦାସ, ପ୍ରତାପ ରାୟ ଆଦି ଅନେକ ସାହିତ୍ୟିକଙ୍କୁ ସେମାନଙ୍କର ସାହିତ୍ୟରେ ଯଦିଓ କାଳ୍ପନିକ କାବ୍ୟ, ପୌରାଣିକ କାବ୍ୟ ସବୁ ସେମାନେ ଲେଖିଛନ୍ତି, ତଥାପି ତାଙ୍କର ପ୍ରତ୍ୟେକଟି କାବ୍ୟରେ ଆମେ ଶ୍ରୀ ଜଗନ୍ନାଥଙ୍କର ମହିମା ଦେଖିବାକୁ ପାଇପାରିଥାଉ। ଅର୍ଜୁନ ଦାସଙ୍କର ରାମ ବିବାହ ଏବଂ କଳ୍ପଲତା କାବ୍ୟକୁ ଯଦି ଆମେ ନେବା, ତାହେଲେ ଅର୍ଜୁନ ଦାସଙ୍କର ରାମ ବିବାହ କାବ୍ୟରେ ସେ ଜଗନ୍ନାଥଙ୍କୁ ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଶୁଣ ହେ ରସିକ ମାନେ ଦକ୍ଷିଣ ଉଦତି କୂଳେ, କ୍ଷେତ୍ରବେଳ ନୀଳଗିରି ନବରୁ ଗୁଣ୍ଡିଚା ବିଜେ କଲେ। ଏହି କାବ୍ୟରେ ସେ ଜଗନ୍ନାଥ ଓ ଶ୍ରୀରାମଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖି ନାହାନ୍ତି। ଜଗନ୍ନାଥଙ୍କର ଦୈନିକ ନୀତି ସହିତ ରାମଚନ୍ଦ୍ରଙ୍କର ନୀତି ଗୁଡ଼ିକୁ ସମନ୍ୱିତ କରି କହିଛନ୍ତି। ଏହି କାବ୍ୟରେ ନୀଳଗିରି ନାଥଙ୍କ ଚରଣ ପଙ୍କଜେ, ଶିଶୁ ଅରଜନ ଦାସ ନିର୍ଭଣେ ଭଜେ। ତାଙ୍କର କଳ୍ପଲତା କାବ୍ୟରେ ମଧ୍ୟ ପ୍ରଥମ ଛାନ୍ଦରେ ସେ ଜଗନ୍ନାଥଙ୍କର ରଥ ବିଷୟ ବର୍ଣ୍ଣନା କରିଛନ୍ତି। ନୀଳଗିରି ଜଗନ୍ନାଥ ଶଙ୍ଖଚକ୍ର ଚତୁହସ୍ତ, ରଥ ବିଜୟକୁ ଅନା ଶୁଣ ହୋ ମମ ନାୟନା, ବଳଗଣ୍ଠି ପରିବେଶ ରହିଣ ନବ ଦିବସ, ଶିଶୁ ଅରଜନ ଦାସ ମନେ ଉଲ୍ଲାସୀ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଦେଖୁ ଶିଶୁ ଶଙ୍କର ଦାସଙ୍କର ଉଷାଭିଳାଷ କାବ୍ୟରେ ପ୍ରଥମ ଛାନ୍ଦରେ ସେ ଓଡ଼ିଶାର ଆରାଧ୍ୟ ଦେବତା ଜଗତର ନାଥ ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରି ତାଙ୍କର କାବ୍ୟକୁ ସେ ଆରମ୍ଭ କରିଛନ୍ତି ଏବଂ ଗ୍ରନ୍ଥର ପରିସମାପ୍ତି ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରଣତି ଜଣେଇ ସାରିଛନ୍ତି। ଆନନ୍ଦ କନ୍ଦ ନୀଳଗିରି ପତି, ଲକ୍ଷ୍ମୀ ସରଦାତା ପାରୁଷବର୍ତ୍ତୀ, ତାହାଙ୍କ ଚରଣେ ଶରଣ ମତି, ଶିଶୁ ଶଙ୍କର ଭାବୁଥାଇ ନୀତି। ପୁଣି ଏହି ଗ୍ରନ୍ଥର ପରିସମାପ୍ତିରେ ସେ ଲେଖିଛନ୍ତି ନୀଳଗିରି ନାୟକ କମଳା ଦେବୀ ପତି, ତାହାର ପାଦପଦ୍ମକୁ ଭଜୁ ମୋର ମତି। ଶଶିସେଣା କାବ୍ୟରେ ପ୍ରତାପ ରାୟ ମଧ୍ୟ ଜଗନ୍ନାଥଙ୍କର ବନ୍ଦନା କରି ବିଷୟବସ୍ତୁ ସେ ନିର୍ଦ୍ଦେଶ କରିଥିବା କଥା ଆମେ ଦେଖିବାକୁ ପାଇପାରିଥାଉ। ସେ ନୀଳଗିରି ଜଳରେ ହରି ବୌଦ୍ଧ ରୂପେ ଛନ୍ତି ବିଜେ କରି, ଚାଲ ହୋ ମନ ଯିବା ବହନ ସେବା କରିଥିବା ଶ୍ରୀଚରଣ।
रुक्मिणी विवाह काव्य कार्तिक दासकर से से जगन्नाथ को स्तुति करी तांकर काव्य को आरंभ करिसंत। श्री नीलसुंदर गिरी तथि परे विजय करी शरण जनक पक्ष पात हे अनुक्षणे दया करी अपराध परिहरी जे सने बालक निज मात हे। प्रेमालोचना काव्य विष्णुदास मध्य श्री जगन्नाथ को वर्णना करी जगन्नाथ को वंदना करी तांकर काव्यर आरंभ करिथिबा कथा से लिखिचंती। नीलाद्रि धाम अधिपति हरि भव सागरु कर हे पारी विष्णु मानस देई पद द्वंद्व रचिला प्रेमालोचना छंद। देवदुर्लभ दास तांकर रहस्यमंजरी काव्य मध्य श्रीकृष्ण एवं श्री जगन्नाथ मध्य प्रभेदन रखिथिबा कथा से वर्णना करचंती। तांकर काव्यर द्वितीय छंदरे आमे देखिबा को पाई पारू। एक दिने एकांते मंदिरे जगन्नाथ मणिमय पलक उपरे विराजित बेल जानी रुक्मिणी रमणी शिरोमणि पति पासे रुक्मिणी ठाकुराणी। एपरि भावरे रीति साहित्यर प्राथमिक पर्वरे आमे जगन्नाथंकर महिमा जगन्नाथंकर वंदना गान करिथिबा कथा जगन्नाथ को नेकरी साहित्य रचना हिथिबा कथा आमे ओडिया साहित्य रे देखिबा को पाई पारथौ। घुमुस राजवंशर सम्राट उपेन्द्र भंजकर पितामह धनंजय भंज जहाको आमे आदिजुगर आद्य प्रवक्ता बोली कहि थाउ। तांकर आलंकारिक काव्य अनंग रेखा एवं पौराणिक काव्य रघुनाथ विलास रे मध्य श्री जगन्नाथंकर महिमा को वर्णना करिसंती। काव्यर से सेवित नीलाद्रि कंद होइछि अति आनंद छेद प्रभु मायाबंध हे आदि कवि। से रघुनाथ विलास काव्यर आरंभ एवं शेष रे मध्य प्रभु जगन्नाथ को से वंदना करिथिबा कथा आमे ओडिया साहित्य को जदि देखिबा ताहले जानि पारिबा। परवर्ती पर्याय दीनकृष्ण दास कर रसकल्लोल काव्य को आमे जदि जीवा ता रसकल्लोल प्रथम छंद कवि दीनकृष्ण दास जगन्नाथंकर महिमा को वर्णना करिसंती। केवल प्रथम छंद जगन्नाथंक विषय नीलाचल धाम विषय ही वर्णना करा जाइछि। कर साधु जन माने मन को एक कर धीरे ध्यान नीलाचल नायक कमनीय श्रीमुख चंद्ररु अधिक कले दर्शन न रहे संसार सुख। ये संसार जो सुख बा दुख आदि भौतिक आदि दैविक एवं आध्यात्मिक दुख केवल जगन्नाथंक पादरे बा जगन्नाथंक पाद पंकजरे लीन हेई गले बा जगन्नाथंक पाखरे समर्पित हेई गले मनीषर ए त्रितापर दुख पाए बोली से वर्णना करचंती तांकर काव्यर आरंभ से पुणी कहिचंती। ए जगन्नाथंकर महिमा वर्णना करबा को जाई तांकर काव्यर ए छंदरे ही कहिचंती। कंबु कटकरे नीलाद्रि नगरे पाहंती शंख बाजिला कंबु चक्रधर देवराजंकर निद्रा तुरिते भाजिला कनक पल्यंक कमलांक अंक तेजी सिंहासने विजे कबाट फिटाई त्वरा होई जाई खटिले सेवक दीजे। ए जगन्नाथ होचंती रहस्यमय देवता। से साधारण मनीष परि तांकर जीवन एवं से पुणी राजाधिराज परि तांकर विलासमय जीवन अति सुंदर भावरे कवि माने तांकर काव्य कविता रे सुंदर भावरे वर्णना करथिबा कथा आमे ओडिया साहित्य भितर को जदि जीवा ताहले देखिबा को पाई पारिबा। मथुरा मंगल रस विनोद ए सब काव्य रे कवि जगन्नाथ कर महिमा एवं कवि जगन्नाथंकर वर्णना करथिबा कथा आमे ओडिया साहित्य देखिबा को पाई पारिबा। ओडिया साहित्यर रीतिजुगर श्रेष्ठ कवि बा श्रेष्ठ बिंधाणी हेउचंती उपेन्द्र भंज। बहुशास्त्र एवं मार्तंड प्रतिभार अधिकारी कवि सम्राट उपेन्द्र भंज अनेक काल्पनिक काव्य पौराणिक काव्य सब रचना करिचंती। तांकर प्रत्येकटी काव्य रे से जगन्नाथंकर महिमा वर्णना करथिबा कथा देखा जाए। तांकर रसलेखा रसिक हारावली प्रेम सुधा निधि लावण्यवती वैदेश्य विलास सुभद्रा परिणय कला कौतुक छांदभूषण रामलीलामृत अवना रसतरंग और पुरुषोत्तम महात्म्य प्रतिटिरे से श्री जगन्नाथ को वर्णना करचंती। नतुवा जगन्नाथ सहित राम को नहले कृष्ण को से तुलना करिथिबा कथा आमे देखिबा को पाई पारथु। तांकर रसलेखा काव्य रे हरिहर वर्णना रे हरि हेउछंती जगन्नाथ। आहे जगन्नाथ विश्वनाथ हरिहर कमलाक्ष निरूपाक्ष करुणा सागर। से पुणी तांकर सुभद्रा परिणय रे
ଜଗନ୍ନାଥ କ୍ଷେତ୍ରର ମହିମା ବର୍ଣ୍ଣନା କରିଛନ୍ତି। ସିନ୍ଧୁ ତଟେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ରାଜ ସାଧୁ ଜନେ ଅଚିତ ହିଁ ଅନେକ ଆଶ୍ଚର୍ଯ୍ୟ ହେ। ପୁଣି ତାଙ୍କର ବୈଦେହ୍ୟ ବିଳାସ କାବ୍ୟରେ ଯଦି ଦେଖିବା, ସେଥିରେ ମଙ୍ଗଳାଚରଣରେ କବି ଉପେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କୁ ବର୍ଣ୍ଣନା କରିଥିବା କଥା, ଶ୍ରୀ ଜଗନ୍ନାଥଙ୍କୁ ବନ୍ଦନା କରିଥିବା କଥା ଆମେ ଦେଖିବାକୁ ପାଇପାରିବା। ବଇ ତନୟ ଯାହା ଅଗ୍ରତେ ସ୍ଥିତ ଯେ, ବୈକୁଣ୍ଠ ପକ୍ଷକ ଲୋକ ତୋଷିତ ଯେ, ବିକାଶ ଅଖଣ୍ଡିତ ମଣ୍ଡଳେ ସିଂହ ଭାଗର କୀର୍ତ୍ତ କାଳେ, ଭାବେ ତରଣୀ ହୋଇ ମଞ୍ଜୁଳେ ଗିରି ଉଦିତ ଯେ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ମଧ୍ୟ ସେ ଲେଖିଛନ୍ତି, ଜଗନ୍ନାଥ ହେଉଛନ୍ତି କମ୍ବୁ କଟକର ରାଜା। ସେ ଚାରିବର୍ଣ୍ଣର ବ୍ୟକ୍ତିକୁ ଚୌବର୍ଗ ଦେବା ପାଇଁ ସମର୍ଥ ବୋଲି କହିଛନ୍ତି। ସେ କମ୍ବୁ କଟକ ରାଜା ନାମ ଜଗନ୍ନାଥ, ଚାରିବର୍ଣ୍ଣେ ଚୌବର୍ଗ ଦେବାକୁ ସମର୍ଥ। ଜଗନ୍ନାଥ ଜଗନ୍ନାଥ ଚାରିଟି ଅକ୍ଷର, ଚାରିବର୍ଣ୍ଣ, ଚୌବର୍ଗ, ଧର୍ମ ଅର୍ଥ କାମ ଏବଂ ମୋକ୍ଷକୁ ବୁଝଉଛି। ସେଇ ଜଗନ୍ନାଥ ଚାରିବର୍ଣ୍ଣର ବ୍ୟକ୍ତିକୁ ଚୌବର୍ଗ ଦେବା ପାଇଁ ସମର୍ଥ ବୋଲି ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ବର୍ଣ୍ଣନା କରିଛନ୍ତି। ସେ ପୁଣି କ୍ଷେତ୍ରର ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି ଏଇ କାବ୍ୟରେ। ଦେଖିଲା ଆଖିରେ ଦରିଦ୍ରତା ନ ରଖିଲା, ମନ ହିଁ ଦୁଃସ୍ୱଦ ଦୁଃଖ ମାନ ଉପେକ୍ଷିଲା। ସେ କହିଛନ୍ତି, ଯେଉଁ ମଣିଷ ଏ ଜଗନ୍ନାଥ କ୍ଷେତ୍ର ଭିତରେ ପହଞ୍ଚିଯିବ, ତାର ଆଉ କୌଣସି ଦୁଃଖ ରହିବ ନାହିଁ, ତା ଭିତରେ କୌଣସି ଶୋକ ରହିବ ନାହିଁ। ଆଗରୁ ମଧ୍ୟ ମୁଁ ଯୋଉ କହୁଥିଲି, ଆମ ଭିତରେ ଯେଉଁ ତ୍ରିତାପର କଥା କୁହାଯାଇଛି, ଦୁଃଖର କଥା କୁହାଯାଇଛି, ଶୋକର କଥା କୁହାଯାଇଛି, ଆଦି ଭୌତିକ, ଆଦି ଦୈବିକ ଏବଂ ଆଧ୍ୟାତ୍ମିକ ଦୁଃଖ ମଣିଷର ଅପସରିଯିବ, ଏକଥା ନିଜେ ସ୍ରଷ୍ଟା ଉପେନ୍ଦ୍ର ଭଞ୍ଜ ତାଙ୍କର କାବ୍ୟରେ ବର୍ଣ୍ଣନା କରିଛନ୍ତି। ପୁଣି ପରବର୍ତ୍ତୀ ପର୍ଯ୍ୟାୟରେ ଅଭିମନ୍ୟୁ ସାମନ୍ତ ସିଂହାର ତାଙ୍କର ବିଦଗ୍ଧ ଚିନ୍ତାମଣି, ପ୍ରେମ ଚିନ୍ତାମଣି ଆଦି କାବ୍ୟରେ ଜଗନ୍ନାଥଙ୍କର ମହିମା ବର୍ଣ୍ଣନା କରିଥିବା କଥା ଦେଖିବାକୁ ମିଳିଥାଏ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପରି ଭକ୍ତଚରଣ ଦାସ ତାଙ୍କର ମଥୁରା ମଙ୍ଗଳ କାବ୍ୟରେ ମଧ୍ୟ ଜଗନ୍ନାଥଙ୍କ ସମ୍ପର୍କରେ ସେ ବର୍ଣ୍ଣନା କରିଛନ୍ତି। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଯେମିତି ଉପେନ୍ଦ୍ର ଭଞ୍ଜ ଜଗନ୍ନାଥଙ୍କର ମୁକୁଟର ଶୋଭା ବର୍ଣ୍ଣନା କରିଛନ୍ତି, ଠିକ୍ ସେମିତି ଅପରୂପ ଭାବରେ ମଥୁରା ମଙ୍ଗଳ କାବ୍ୟରେ ଭକ୍ତଚରଣ ଦାସ ତାଙ୍କର ଏଇ ଯୋଉ ଜଗନ୍ନାଥଙ୍କ ମୁକୁଟର ଶୋଭାକୁ ବର୍ଣ୍ଣନା କରିବା ପାଇଁ ଯାଇ କହିଛନ୍ତି, ମଧ୍ୟରେ ବିଜୟ କରିଛନ୍ତି ଦେବରାଜ, ଶିରେ ସପ୍ତ ଶାଖା ହେବ ମୁକୁଟେ ବିରାଜ। ଏହିପରି ରୀତିଯୁଗୀୟ ସାହିତ୍ୟର କବିମାନେ ଜଗନ୍ନାଥଙ୍କର ମହିମା, ଜଗନ୍ନାଥଙ୍କର କ୍ଷେତ୍ର ମହିମା ବର୍ଣ୍ଣନାରେ ଆଗବର ହେଇଛନ୍ତି। ତାଙ୍କ ଲେଖନୀ ଉତ୍ଫୁଲ୍ଲିତ ହେଇଛି। ଯଦୁମଣି ମହାପାତ୍ରଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ରାଘ ବିଳାସ ଆଦି କାବ୍ୟ ଦେହରେ ଜଗନ୍ନାଥଙ୍କୁ କୃଷ୍ଣ ଏବଂ ରାମ ରୂପରେ ପରିକଳ୍ପିତ କରିଥିବା କଥା ତାଙ୍କର କାବ୍ୟରୁ ଦେଖିବାକୁ ମିଳିଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଉତ୍ତର ରୀତିଯୁଗ ବା ଗୀତି ଯୁଗରେ ମଧ୍ୟ ଜଗନ୍ନାଥଙ୍କୁ ନେଇକରି ଅନେକ ଭକ୍ତ ଅନେକ ଭଜନ ଜଣାଣ ଲେଖିଥିବାର କଥା ଆମେ ଦେଖିବାକୁ ପାଇପାରିଥାଉ। ସେମାନଙ୍କ ଭିତରେ ଅଛନ୍ତି ଭକ୍ତ କବି ଶାଳବେଗ। ସେ ନନ୍ଦିଘୋଷ ଉପରେ ଜଗନ୍ନାଥଙ୍କୁ ଦେଖିବା ପାଇଁ ନେଇ ମନରେ ଗାଇଛନ୍ତି, ଜଗବନ୍ଧୁ ଏ ଗୋସାଇଁ ତୁମ୍ଭ ଶ୍ରୀ ଚରଣେ ବିନୁ ଅନ୍ୟ ଗତି ନାହିଁ, 750 କୋଶ ଚାଲି ନ ପାରଇ ମୋହ ଯିବା ଜାଗେ ନନ୍ଦୀ ଘୋଷେ ଥିବ ରହି। ସେଇ ଭକ୍ତଙ୍କର ଆକୁଳ ନିବେଦନକୁ ଭାବଗ୍ରାହୀ ଜଗନ୍ନାଥ ଶୁଣି ପାରିଛନ୍ତି ଏବଂ ଶରଧା ବାଲିରେ ରଥ ଯାଇ ଅଟକି ଯାଇଛି। ଏହି ହେଉଛନ୍ତି ସେଇ ଜଗନ୍ନାଥ, ଭାବର ଠାକୁର, ଭକ୍ତ ପାଇଁ ଯିଏକି ନିଜର ସବୁ କିଛିକୁ ତ୍ୟାଗ କରିଦିଏ। ଯେମିତି ସେଥିପାଇଁ ତ କୁହାଯାଇଛି, ଧେନୁ ପଛେ ପଛେ ବସା ଧାଇଁ ଦେହୁ ଭାବେ, ଭକତ ପଛରେ ତୁହି ଥାଉ ସେହି ଭାବେ। आहे ନୀଳଗିରି ମଧ୍ୟ ଗୋଟେ କବିତା ଶାଲବେଗଙ୍କର, ସେଥିରେ ସେ ଲେଖିଛନ୍ତି, आहे ନୀଳଗିରି ତୁମ୍ଭ ଶ୍ରୀ ଭୁଜଣେ ଦୟାଣ କେରିକିରି, ତୁଳସୀ ଚଉରା ପାଶେ ଜଗି ବସି ଧାଉଛନ୍ତି କେତେ ଯୋଗୀ, ବ୍ୟାଘ୍ର ଚର୍ମପାତି ସ୍ତୁତି କରୁଛନ୍ତି ଜପୁଛନ୍ତି ତୁମ୍ଭ ନାମ ଧରି। ବନମାଳୀ ଦାସଙ୍କର ଅନେକ ଭଜନରେ ମଧ୍ୟ ସେଇ ପ୍ରଭୁଙ୍କର ମହିମା ଗାନ ହେଇଥିବା କଥା ଦେଖିବାକୁ ମିଳିଥାଏ। ମହାବାହୁ ଏ କଥାରେ ମୋ ମନ, ନୀତି ଦେଖୁଥିବି ନୀଳାଦ୍ରି ମଣ୍ଡପେ, କୁଞ୍ଜ ସୁନ୍ଦର ବଦନ, ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି ବକଳ କରି ବସନ,
ସଚିପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ବ ସନିଧ୍ୟାନ। ଗୋପାଳ କୃଷ୍ଣଙ୍କର ପଦାବଳୀକୁ ମଧ୍ୟ ଆମେ ଦେଖିବା। ଜଗବନ୍ଧୁ ଦୟାଳି ଥାଉ ଥାଉ ମନ କାହିଁ ପାଇଁ ଭାଳୁରେ ରହ ଉଦ୍ଧରିବେ ଏବେ ଜଞ୍ଜାଳରୁ। ଏମିତି ଅନେକ କଥା ଆମେ ଭକ୍ତ ମାନଙ୍କର ତାଙ୍କ ଲେଖନୀରେ ଦେଖିବାକୁ ପାଇପାରିଥାଉ। ଗୌରଚରଣଙ୍କର ନୀଳଚକ୍ରେ ହୋ ଦେଖ ଉଡୁଛି ବାନା, ପତିତ ପାବନ ନାମଟି ଜାରନା, ଆସ ଆସ ବୋଲି ପାତକୀ ମାନଙ୍କୁ ଡାକୁଅଛି ପରା ସଂଗାତ ଅନା, ନେତ ଧ୍ୱଜା ବର ଉଡି ଫର ଫର ଉଡାଇ ଦେଉଛି ଭବଯାତନା। ଏହିପରି ଅନେକ ଗୁଡ଼ିଏ ଓଡ଼ିଆ ସାହିତ୍ୟରେ ଆମେ ଜଗନ୍ନାଥଙ୍କ ସମ୍ପର୍କିତ ଭଜନ ଜଣାଣ ସବୁ ଦେଖିବାକୁ ପାଇପାରିଥାଉ। ସେ ଉତ୍ତର ରୀତିଯୁଗୀୟ କବିମାନଙ୍କ ମଧ୍ୟରେ କବି ସୂର୍ଯ୍ୟ ବଳଦେବ ରଥ ଅନ୍ୟତମ। ସେ ମଧ୍ୟ ତାଙ୍କର ସାହିତ୍ୟରେ ଜଗନ୍ନାଥଙ୍କୁ ଛାଡି ନାହାନ୍ତି। ସେ ଦେଖି ଜଗନ୍ନାଥଙ୍କର ଭଜନ ଗାଇବା ପାଇଁ ଯାଇ କହିଛନ୍ତି, କ୍ଷୀରମୟ ସିନ୍ଧୁ ଜେମା ପ୍ରାଣ ବନ୍ଧୁ ତୁମେ ତ ଜଗତ ପତି, ଟେକି ସମଦୃଷ୍ଟି ପତାକାକୁ କୁଣି ଏକି ପକ୍ଷପାତ ରୀତି ମହାପ୍ରଭୁ ହେ, କେକି କଲା ମୁନ କଲି କେକି ଦେଲା ଅବା ମୁନ ଅବା ଦେବା ଘେନି ଏତେ ସରି ହେଲି। ସେ ପୁଣି ଜଗନ୍ନାଥଙ୍କ ଉପରେ ଭକ୍ତ ନିଜର ଅଭିମାନ କରିଥାଏ ନିଜର ପ୍ରିୟ ପାଖରେ। ଠିକ ସେମିତି କବି ସୂର୍ଯ୍ୟ ବଳଦେବ ରଥ ମଧ୍ୟ ଜଗନ୍ନାଥଙ୍କ ପାଖରେ ଅଭିମାନ କରି ସେ ଜଗନ୍ନାଥଙ୍କ କାଳସର୍ପ ରୂପରେ ବର୍ଣ୍ଣନା କରିଛନ୍ତି। ବାଧିଲା ଜାଣି କ୍ଷମା କର ନହିଲେ ରମା, ରମଣ ଦଣ୍ଡେ ଦିଅ ଟାଳି, ତୁମ୍ଭଙ୍କୁ ଜଗନ୍ନାଥ ଆଜି ମୋ ମନୋରଥ, ଭରତ କରିଦେବି ଗାଳି। ହେ କୃପାନିଧି କରୁଣା ସିନ୍ଧୁ ବୋଲି କରି, କହନ୍ତି ବୁଦ୍ଧେ ଡରି ମରି, କାଳସର୍ପ ଆପଣ କବଳ କର ପ୍ରାଣ, ପବନ ମାନଙ୍କୁ ସବୁରି ହେ କୃପାନିଧି। ଏମିତି ସୁନ୍ଦର ଭାବରେ ରୀତି ସାହିତ୍ୟରେ ଆମେ ଜଗନ୍ନାଥଙ୍କୁ ଦେଖିବାକୁ ପାଇପାରିଥାଉ। ପରବର୍ତ୍ତୀ ପର୍ଯ୍ୟାୟରେ ଆଧୁନିକ ଯୁଗରେ ମଧ୍ୟ ରାଧାନାଥ ସାହିତ୍ୟରେ ରାଧାନାଥଙ୍କର ଅନେକ କାବ୍ୟ କବିତା, ଚିଲିକା, ଚନ୍ଦ୍ରଭାଗା, ପାର୍ବତୀ, ମହାଯାତ୍ରା ପ୍ରଭୃତି କାବ୍ୟରେ ଜଗନ୍ନାଥଙ୍କର ମହିମା ଗାନ କଥା ବର୍ଣ୍ଣନା ହେଇଛି। ଚନ୍ଦ୍ରଭାଗା କାବ୍ୟର ପ୍ରଥମରେ ସେ ଲେଖିଛନ୍ତି, ଅଭିଷେକ ଶବ ଦର୍ଶନ ଆସି ସିଂହ ଦ୍ୱାରେ, ବିଜେ ଆଜ ଦେବା ଦେବୀଏ ଯେଝା ପୂଜା ସମ୍ଭାରେ। ଏହିପରି ଭାବରେ ଫକୀର ମୋହନଙ୍କ ସାହିତ୍ୟକୁ ମଧ୍ୟ ଆମେ ଦେଖିବା। ତାଙ୍କର ଉତ୍କଳ ଭ୍ରମଣ କବିତାରେ ସେ ଲେଖିଛନ୍ତି, ନିଖିଳ ବ୍ରହ୍ମାଣ୍ଡପତି ସର୍ବମୂଳାଧାର, ପତିତ ପାବନ ପ୍ରଭୁ ବିଭୁ ପରାତ୍ପର, ଅସୀମ ଜଗତେ ତବ ମହିମା ପ୍ରକାଶ, ରବି ଶଶୀ ତାରାଗ୍ରହ ସୁନୀଳ ପ୍ରକାଶ। ସେ ପୁଣି ଜଗନ୍ନାଥଙ୍କର ମହିମା ଗାନ କରିବା ପାଇଁ ଯାଇ ମଧୁସୂଦନ ଦାସ, ମଧୁସୂଦନ ରାଓ ଆଦି ଅନେକ ଗୁଡ଼ିଏ କବି ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥଙ୍କୁ ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ଯାହାକି ବର୍ଣ୍ଣନା କରିବା ମଧ୍ୟ ମୋ ପକ୍ଷରେ ସମ୍ଭବ ନୁହେଁ। ଉତ୍କଳେ ଉଦୟାଚଳେ ଐତୀର୍ଥେଶ୍ୱରୀ, ହେଲୁ ଯେବେ ଉଭା ଉଇ ଉଷାରାଣୀ ସରି, ଘନବନ ରାଜନୀଳ ଲୀଳାଚଳ ତଟ, ମହୋଦଧି ବେଳାଭୂଇଁ ଯହିଁରେ ପ୍ରକଟ। ପୁଣି ତାଙ୍କର ସଙ୍ଗୀତମାଳା ଗ୍ରନ୍ଥରେ ବିଶ୍ୱ ବାନ୍ଧବ କ୍ଷମାସାଗର ଭାବରେ ପ୍ରଭୁ ଜଗନ୍ନାଥଙ୍କୁ ବନ୍ଦନା କରିଛନ୍ତି ମଧୁସୂଦନ ରାଓ। ବିଶ୍ୱ ବାନ୍ଧବ ପ୍ରଭୁ ମୋହରି ହେ, ରଖ ଅନାଥ ଜନ କୃପା ଭିତରି ହେ, କ୍ଷମା କର ଦିନ ଜନେ କ୍ଷମା ସାଗର, କେ ବୁଝିବ ତୁମ୍ବ ବିନା ଦୁଃଖ ମୋହର। ଏମିତି ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଆମେ ଜଗନ୍ନାଥଙ୍କୁ ଦେଖିବାକୁ ପାଇପାରିଥାଉ। ପରବର୍ତ୍ତୀ ପର୍ଯ୍ୟାୟରେ ସତ୍ୟବାଦୀ ସାହିତ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, କୃପା ସିନ୍ଧୁ ପ୍ରତ୍ୟେକଙ୍କ ସାହିତ୍ୟରେ ଆମେ ଜଗନ୍ନାଥଙ୍କୁ ଦେଖିବାକୁ ପାଇପାରିଥାଉ। ବନ୍ଧୀର ଆତ୍ମକଥା ମୁଁ ଆଗରୁ ମଧ୍ୟ କହୁଥିଲି, ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ଯେଉଁ କଥା କି ଗୋପବନ୍ଧୁ ଦାସ ତାଙ୍କର ବନ୍ଧୀର ଆତ୍ମକଥାରେ ପରିପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି, ନାହିଁ ଜାତି ଭେଦ ନାହିଁ ଧର୍ମ ଭେଦ, ସାମ୍ୟ ମୈତ୍ରୀ ମନ୍ତ୍ର ଗାଏ ଯାର ବେଦ। ସେ ଉତ୍କଳବାସୀକୁ ଆହ୍ୱାନ ଦେଇ ଲେଖିଛନ୍ତି, ଛାଡ଼ ଉଚ୍ଚ ନିଚ ଭେଦ ଅହଙ୍କାର, ହେଉ ନୀଳାଚଳ ସମତା ପ୍ରଚାର, ନୀଳାଚଳ ନାଥ ପ୍ରଭୁ ଶ୍ରୀନିବାସ, ପୁରାଇବେ ଆଶା ରଖ ଏ ବିଶ୍ୱାସ। ସେ ଉତ୍କଳର ବାସୀଙ୍କୁ ଉଚ୍ଚ ନିଚର ଭେଦଭାବ ଠାରୁ ଉପରକୁ ଉଠି ସମତାର ମନ୍ତ୍ରରେ, ସାମ୍ୟ ମନ୍ତ୍ରରେ ଦୀକ୍ଷିତ ହେବା ପାଇଁ ସେ ଓଡ଼ିଶାବାସୀଙ୍କୁ, ଓଡ଼ିଆବାସୀଙ୍କୁ କହିଛନ୍ତି। ଏହିପରି ଭାବରେ ଆମେ ଓଡ଼ିଆ ସାହିତ୍ୟରେ ଅନେକ ଗୁଡ଼ିଏ କାବ୍ୟ, କବିତା, ନାଟକ, ଉପନ୍ୟାସ ପ୍ରଭୃତି କ୍ଷେତ୍ରରେ ଆମେ ଜଗନ୍ନାଥଙ୍କୁ ଦେଖି ପାଇପାରିବା। ଏଇ ତ ସମୟର ଇସାରା ଦେଲାଣି
5ଟା ବାଜିବାକୁ ମୁଁ ଆଉ କିଛି ଆଗକୁ ଯାଇପାରିବି ନା ଏଠି ବନ୍ଦ କରିବି ସାର୍? ଏତିକି ଥାଉ, ପୁଣି ଆଉ ସାର୍ ଥରେ ସାର୍ କହିବି। ଆଜ୍ଞା ଆଜ୍ଞା, ଠିକ ଅଛି। ମୋର ବକ୍ତବ୍ୟକୁ ମୁଁ ଏଇଠି ସମାପନ କରୁଛି। ଯଦି ମୋର କୋଉଠି ଭୁଲ ତ୍ରୁଟି ଥାଏ ତାହେଲେ ଆପଣ ସମସ୍ତେ ଆପଣଙ୍କ ଗୁଣରେ କ୍ଷମା ଦେବେ ବୋଲି ମୋର ଆଶା ଏବଂ ବିଶ୍ୱାସ। ଧନ୍ୟବାଦ। ଧନ୍ୟବାଦ ସାର୍। ଆପଣ ଅତି ସୁନ୍ଦର ଭାବରେ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଆଲୋଚନା କରିଛନ୍ତି। ପଞ୍ଚସଖା ଯୁଗରୁ ଅଭିମନ୍ୟୁ ସାମନ୍ତ ସିଂହାରକ ଯାଏ, ରୀତି ଯୁଗର ଭକ୍ତ କବି ସାଲବେଗଙ୍କ ଠାରୁ ଗୌରଚରଣଙ୍କ ଯାଏ, ପୁଣି ବଳଦେବ ରଥଙ୍କ ଠାରୁ ମଧୁସୂଦନ ଦାସ, ମଧୁସୂଦନ ରାଓ, ଆଧୁନିକ ଓଡ଼ିଆ ସାହିତ୍ୟ, ସତ୍ୟବାଦୀ ଓଡ଼ିଆ ସାହିତ୍ୟ, ସବୁ ସାହିତ୍ୟରେ ସବୁ ଯୁଗରେ ଶ୍ରୀ ଜଗନ୍ନାଥଙ୍କୁ କେମିତି ବର୍ଣ୍ଣନା କରାଯାଇଛି, ଆଲୋଚନା କରାଯାଇଛି, ତା ଉପରେ ଆଲୋକପାତ କରିଥିଲେ। ସତରେ ଓଡ଼ିଆ ସାହିତ୍ୟ ଶ୍ରୀ ଜଗନ୍ନାଥଙ୍କର ବର୍ଣ୍ଣନା ଏବଂ ଆଲୋଚନା ବିନା ଅସମ୍ପୂର୍ଣ୍ଣ। ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କର ବହୁମୂଲ୍ୟ ବକ୍ତବ୍ୟ ରଖିଥିବାରୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଆମର କୁଳପତି, ଉତ୍ତିଷ୍ଠତର ଜନ୍ମଦାତା ପ୍ରଫେସର ସଞ୍ଜୟ କୁମାର ଶତପଥୀ ସାରଙ୍କୁ ତାଙ୍କର ବହୁମୂଲ୍ୟ ଅଭିଭାଷଣ ରଖିବେ। ସାର୍। ବିଶ୍ୱ ବହୁତ ବଢ଼ିଆ। ଜଗନ୍ନାଥଙ୍କ ସମ୍ପର୍କରେ ସେ ତ ଗୋଟେ ମହାସମୁଦ୍ର। ଯେତେ କହିଲେ ବି କମ୍ ଲାଗିବ। କହିବାର ପ୍ରଚେଷ୍ଟା ହିଁ ବଡ଼ କଥା। ତେବେ ବିଷୟବସ୍ତୁକୁ ଯୋଉ ଭାବରେ ଗ୍ରହଣ କରାଯାଇଛି, ଓଡ଼ିଆ ସଂସ୍କୃତିର ମୂଳରେ ତ ଶ୍ରୀ ଜଗନ୍ନାଥ। ପ୍ରତ୍ୟେକ ତୁଳସୀ ଚଉରା ଜଗନ୍ନାଥଙ୍କ ନୀଳଚକ୍ର ସାଙ୍ଗରେ ବନ୍ଧା। ପଞ୍ଚସଖାଙ୍କର ସାରଳା ଦାସଙ୍କର ଏବଂ ତା ପୂର୍ବରୁ ଆମର ଯୋଉ ସାହିତ୍ୟ, ସେଥିରେ ପ୍ରଭୁଙ୍କର ବନ୍ଦନା କରାଯାଇଛି। ଆଉ ଏ ସାହିତ୍ୟ ଭିତରେ ଅନନ୍ୟ କଣ? ମୁଁ ତିନିଟି ଉଦାହରଣ ଦେବି। ଗୋଟିଏ ହେଲା, ଯେତେବେଳେ ସାରିଆ ଭିକ ଗାଉଛନ୍ତି, ଥକା ମନ ଚାଲ ଯିବା ଚକା ନୟନ ଦେଖିବା, ଶଙ୍ଖ ନାଭି ମଣ୍ଡଳରେ ବିନି ନେତ୍ର ପଖାଳିବା, ସେ ସାରିଆ ଭିକ କିଏ? କୋଉ ଗାଁର? କୋଉଠିକାର ଲୋକ? ସେ କଥା କାହାକୁ ଜଣା ନାହିଁ। କିନ୍ତୁ ଯାବତ୍ ଚନ୍ଦ୍ରାର୍କେ ଯୋଉ ପର୍ଯ୍ୟନ୍ତ ପତିତ ପାବନ ବାନା ଉଡୁଥିବ, ସେଇ ପର୍ଯ୍ୟନ୍ତ ସେ ଗୀତ ବଞ୍ଚିଥିବ। ତାପର କଥା, ଆଦି ଶଙ୍କରାଚାର୍ଯ୍ୟ ତାର ଢେର ପୂର୍ବରୁ ଜଗନ୍ନାଥଙ୍କର ବନ୍ଦନା କରିଛନ୍ତି। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଗାୟନ ଭିତରେ ସେ ଜଗନ୍ନାଥଙ୍କୁ ନିଜ ଆଖିର ପଲକ ଭିତରେ ଥିବାର ଅନୁଭବ କରୁଛନ୍ତି। ଆମର ଏମିତି ଦୁଇ ଆଖି ଯିଏ ଆମକୁ ନିୟନ୍ତ୍ରଣ କରନ୍ତି, କିନ୍ତୁ କେହି କାହାକୁ ଦେଖନ୍ତି ନାହିଁ। କି କେହି କାହା ପାଖ ଛାଡନ୍ତି ନାହିଁ। ଅଦ୍ଭୁତ। ଆମର ସଂଗୃହୀତ ସାହିତ୍ୟ ବୋଧେ ଏଇଠି ହାର ମାନିଯାଏ ଯେ ଜଗନ୍ନାଥଙ୍କ ସମ୍ପର୍କରେ ପ୍ରଥମ ଗୀତ କିଏ ଗାଇଥିଲା? କେମିତି ଗାଇଥିଲା? ତୃତୀୟ ସ୍ତରକୁ ଯେତେବେଳେ ମୁଁ ଆସିବି, ସେ ହଉଛି ଜଗନ୍ନାଥଙ୍କୁ ନେଇକିରି ବୋଲିଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଭକ୍ତି ରସାତ୍ମକ ଗୀତ, ନୃତ୍ୟ, ଓଡ଼ିଶୀ ସଙ୍ଗୀତ, ଦେବଦାସୀର ନୃତ୍ୟ, ସବୁ କିଛି ଠାକୁରଙ୍କୁ ନେଇକରି ବନ୍ଧା ହେଇଛି। ଆଉ ଏ ମାଟି ହଉଛି ଗୋଟେ ଭାବମୟ ମାଟି।
ଯୋଉଠି ଭାଗବତର ସୃଷ୍ଟି କରାହେଇଛି ସେଠି ଜଗନ୍ନାଥଙ୍କର ବନ୍ଦନା ସାଙ୍ଗେ ସାଙ୍ଗେ ଜଗନ୍ନାଥଙ୍କ ସଂସ୍କୃତିର ରୂପରେଖ ଅତି ଚମତ୍କାର ଭାବରେ ଦିଆହେଇଛି। କଣ କହିଲେ ଜଗନ୍ନାଥ ଦାସେ ସନ୍ଥ ଏଠି କିଏ? ପ୍ରାଣୀଙ୍କ କ୍ଲେଶ ବିଜୟ ଯେତେ ପ୍ରକାଶ ହୋଇ ଯାର ଚିତ୍ତେ ଯାବାକ୍ୟ ଭେଦେ ବିମୋଚନ ତାହାଙ୍କୁ ବୋଲି ସାଧୁ ଜନ। ସାଧୁ କିଏ ସନ୍ଥ କିଏ ସେ କଥା ସେ ସେଇ ଅନୁସାରେ କହିଛନ୍ତି। ଜଗନ୍ନାଥଙ୍କର ରୀତି ନୀତି ଚାଲିଚଳନ ସବୁକୁ ନେଇକରି ଗୀତ। ସବୁ ଭିତରେ ଆଖି ମୁଦି ଦେଲେ ତାଙ୍କରି ମୂର୍ତ୍ତି। ପଲକ ବିହୀନ ଠାକୁରଙ୍କୁ ନେଇକିରି କାହିଁ କେତେ ଦୂରରୁ ସାହିତ୍ୟ ସୃଷ୍ଟି ହେଇଛି। ସେ ବିଶ୍ୱକବି ରବୀନ୍ଦ୍ରନାଥ ହୁଅନ୍ତୁ, ଆସାମର କବି ହୁଅନ୍ତୁ, ଏମିତିକି ତ୍ରିଚିର ଯୋଉ ମ୍ୟୁଜିୟମ ସେଠି ମଧ୍ୟ ଯୋଉ ପୋଥି ଅଛି ସେଠି ଜଗନ୍ନାଥଙ୍କ କଥା ଲେଖା ହେଇଛି, ଓଡ଼ିଆରେ ଲେଖା ହେଇଛି। ବର୍ତ୍ତମାନର ସମୟରେ ଲେଖା ହେଇଥିବା ଶ୍ରୀ ଗୁରୁ ଭାଗବତ ଯୋଉଠି ଜଗନ୍ନାଥଙ୍କୁ କେମିତି ମନ୍ଦିର ଭ୍ରମଣ କରିବ ସେ କଥା ସ୍ପଷ୍ଟ ଭାବରେ କୁହାହେଇଛି। ସେ 13ଟି ଭାଷାରେ ପୃଥିବୀରେ ଅନୁଦିତ ହେଲାଣି। ଆମେରିକାରେ ମଧ୍ୟ ପ୍ରତିଦିନ ସକାଳ ରେଡ଼ିଓରେ ସେ ଗୁରୁ ଭାଗବତ ବାଜୁଛି। ଆମର ଭାଗବତ ବାଜୁଛି। ତେଣୁ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଭେଦିକିରି ଅଛନ୍ତି, ବିସ୍ତାରିକିରି ଅଛନ୍ତି। ଏ ସୃଷ୍ଟିର ମୂଳରେ ସେ ଯଦି ଆମେ ତାକୁ ଅନୁଭବ ନ କରିବା ତାହେଲେ ହୁଏତ ଆମର ଯାତ୍ରା ପରିପୂର୍ଣ୍ଣ ହେବ ନାହିଁ। ଅନେକ କଥା ପ୍ରଭୁଙ୍କ ସମ୍ପର୍କରେ ଯିଏ ଯେମିତି ବୁଝିଛି ଯଥା ଦୃଷ୍ଟି ତଥା ସୃଷ୍ଟି ନ୍ୟାୟରେ କିଏ ଅଭିମାନରେ କାଳସର୍ପ କହିଛି, ଆଉ କିଏ କହିଛି ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ। କିଏ କହିଛି ଜୀବନ ପାତ୍ର ମୋ ଭରିଛ କେତେ ମତେ ନଦେଲ କିଛି ବୋଲି କହିବି କେବେ ଆଉ ପୁଣି କିଏ କହିଛି ଯେ ଭାବରେ ବାନ୍ଧିଛି ଘର ବିନୋଦିଆ ଭାବରେ ବାନ୍ଧିଛି ଘର କେହି ନୁହେଁ ତାର ସବୁ ଆପଣାର ଖେଳୁଛି ଗହନ ଖେଳ। ତେଣୁ ଆଜିର ବିଷୟବସ୍ତୁ ନିଶ୍ଚୟ ମନକୁ ଛୁଇଁଥିବ। ଆଉ ସବୁଠୁ ବଡ଼ କଥା ହେଲା ଏଇ କଥା ଶୁଣିବା ଭିତରେ ଆପଣଙ୍କ ଭିତରେ ଛପିକି ଥିବା ଅତୀତର ଅନେକ ଜଗନ୍ନାଥଙ୍କର ଗୀତ କଥା ସେସବୁ ଜୀଇଁ ଉଠିଥିବ। ତେଣୁ ତାକୁ ହିଁ ଆପଣ ଅନୁଭବ କରିବେ, ତାହେଲେ ଆଜିର ଏ କାର୍ଯ୍ୟକ୍ରମ ଅଧିକ ସଫଳ ହେବ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କର ଭାବସ୍ପର୍ଶୀ ଏବଂ ହୃଦୟସ୍ପର୍ଶୀ ମନ୍ତବ୍ୟ ପାଇଁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ବାଲ୍ମୀକି ବରୁଆଁ ଫ୍ୟାକଲ୍ଟି ଓଡ଼ିଆ ଡିପାର୍ଟମେଣ୍ଟ ମା ମାଣିକେଶ୍ୱରୀ ୟୁନିଭର୍ସିଟିକୁ ସେ ଧନ୍ୟବାଦ ଅର୍ପଣ କରିବେ। ସମସ୍ତ ଗୁରୁଜନ ମାନଙ୍କୁ ମୋର ପ୍ରଣାମ ଜଣାଉଛି। ସେହି ଭାବର ଠାକୁର ଶ୍ରୀ ଜଗନ୍ନାଥଙ୍କ ଯେଉଁ ତାଙ୍କ ବିଷୟରେ ଯେଉଁ ସବୁ ବିଷୟରେ ଉଲ୍ଲେଖ କରାଗଲା ତାହା ଶୁଣି ବାସ୍ତବିକ ସମସ୍ତେ ଆଜି ନିଶ୍ଚିତ ଭାବରେ ଧନ୍ୟ ହୋଇଛନ୍ତି। ଏହି ଉତ୍ତିଷ୍ଠତ କାର୍ଯ୍ୟକ୍ରମରେ ପ୍ରତିଟି ଥର ପ୍ରତିଟି ନୂଆ ବିଷୟକୁ ନେଇକି କାର୍ଯ୍ୟକ୍ରମଟି କରାଯାଇଥାଏ। ଏବଂ ଆଜି ମଧ୍ୟ ଯେଉଁ ଶ୍ରୀ ଜଗନ୍ନାଥଙ୍କୁ ନେଇକି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରାଗଲା, ସେଇଥିପାଇଁ ନିଶ୍ଚିତ ଭାବରେ ମୁଁ ଧନ୍ୟବାଦ ଦେବି ଉତ୍ତିଷ୍ଠତ ପରିବାରଙ୍କୁ। ସର୍ବପ୍ରଥମେ ଏହି ଧନ୍ୟବାଦ ପର୍ବରେ ମୁଁ ଧନ୍ୟବାଦ ଦେବି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ମହୋଦୟ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମହୋଦୟଙ୍କୁ। ତାଙ୍କ ବିନା ଏହି କାର୍ଯ୍ୟକ୍ରମଟି ବାସ୍ତବରେ ଅସମ୍ଭବ ଅଟେ।
ସେ ଏହି କାର୍ଯ୍ୟକ୍ରମର ଜନ୍ମଦାତା ଏବଂ ଏହି ସେ ବକ୍ତବ୍ୟ ପ୍ରଦାନ କଲାବେଳେ ସାର୍ ଆମକୁ ନୂଆ ନୂଆ ବିଷୟ କହିଲେ, କିଛି ଜଗନ୍ନାଥମୟ ପରିବେଶ ସୃଷ୍ଟି କଲେ ଏବଂ ତାଙ୍କ ମୁଖରୁ ଯୋଉ ଚମତ୍କାର ଶବ୍ଦ ସବୁ ବାହାରୁଥିଲା, ସେଥିପାଇଁ ମୁଁ ତାଙ୍କୁ ନିଶ୍ଚିତ ଧନ୍ୟବାଦ ପ୍ରଦାନ କରିବି। ତ ସହିତ ଧନ୍ୟବାଦ ପ୍ରଦାନ କରିବି କୁଳ ସଚିବ ମହୋଦୟ ଶ୍ରୀ ପୀତାମ୍ବର ଭୋଇ ମହୋଦୟଙ୍କୁ। ଧନ୍ୟବାଦ ପ୍ରଦାନ କରିବି ଶ୍ରୀ ବିଶ୍ୱରଞ୍ଜନ ବେହେରା ମହୋଦୟଙ୍କୁ। ଶ୍ରୀ ବିଶ୍ୱରଞ୍ଜନ ବେହେରା ମହୋଦୟ ବହୁତ ସୁନ୍ଦର ଭାବରେ ତାଙ୍କର ଦୀର୍ଘ ଅଭିଭାଷଣ ଯଦିଓ ଥିଲା, କିନ୍ତୁ ସେ ଦୀର୍ଘ ଅଭିଭାଷଣରେ ବହୁତ ସୁନ୍ଦର ଭାବରେ ଚମତ୍କାର କଥା ସବୁ କହିଯାଉଥିଲେ। ମଧ୍ୟଯୁଗକୁ ଯେଭଳି ଭାବରେ ସେ ଉପସ୍ଥାପନ କରୁଥିଲେ, ତାହା ବାସ୍ତବିକ ଅତ୍ୟନ୍ତ ପ୍ରଶଂସନୀୟ ଅଟେ। ସେଥିପାଇଁ ମୁଁ ତାଙ୍କୁ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ତରଫରୁ ଅନେକ ଅନେକ ସାଧୁବାଦ ଓ ଧନ୍ୟବାଦ ପ୍ରଦାନ କରୁଛି। ଧନ୍ୟବାଦ ପ୍ରଦାନ କରିବି ଡକ୍ଟର ନିବେଦିତା ନାଥ ମହୋଦୟାଙ୍କୁ। ସେ ଆଜିର ଏହି କାର୍ଯ୍ୟକ୍ରମଟି ପରିଚାଳନା ଖୁବ ସୁନ୍ଦର ଭାବରେ କରୁଥିଲେ। ତ ସହିତ ଧନ୍ୟବାଦ ପ୍ରଦାନ କରିବି ଶ୍ରୀ ଓମ୍ ପ୍ରକାଶ ନାୟକ ଛାତ୍ରଙ୍କୁ ଏବଂ ଧନ୍ୟବାଦ ପ୍ରଦାନ କରିବି ଲିପ୍ସା ମହାରଣା ଲିପ୍ସା ମହାରଣାଙ୍କୁ ମଧ୍ୟ। ଏବଂ ଏହିଭଳି ଭାବରେ ମୁଁ ଆନୁଷ୍ଠାନିକ ଭାବରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ଧନ୍ୟବାଦ। ଧନ୍ୟବାଦ ସାର୍, ଖୁବ ସୁନ୍ଦର ଭାବରେ ଆପଣ ଧନ୍ୟବାଦ ଅର୍ପଣ କରିଛନ୍ତି। ତେବେ 143ତମ ଏପିସୋଡ ଶେଷ ହେବାକୁ ଯାଉଛି। ମୁଁ ଅନୁରୋଧ କରିବି ଲିପ୍ସା ମହାରଣାଙ୍କୁ ଶାନ୍ତି ପାଠ କରିବା ପାଇଁ। ଲିପ୍ସା ମହାରଣାଙ୍କୁ ମୁଁ ଅନୁରୋଧ କରିବି ସେ ଶାନ୍ତି ପାଠ କରିବା ହେବେ। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। ॐ शान्तिः शान्तिः शान्तिः। ମୁଁ ଅନୁରୋଧ କରିବି ପ୍ରତିଷ୍ଠାତାର ଜନ୍ମଦାତ୍ରା ଆମର ଅତି ପ୍ରିୟ ଆମର କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ସାରଙ୍କୁ ଆଜିର ଅଧ୍ୟାୟର ଶେଷ ଘୋଷଣା କରିବା ପାଇଁ। 143ତମ ଅଧ୍ୟାୟ ଏଇଠି ଶେଷ। ପୁଣି ଦେଖିବା 144ତମ ଅଧ୍ୟାୟରେ କାହାକୁ ଭେଟିବା। ଆଜି ପାଇଁ ଆଜ୍ଞା ଏଠି ସାର୍। ଶେଷ। ସମସ୍ତଙ୍କୁ ଧନ୍ୟବାଦ। ବିଶ୍ୱ ରହୁଛି ସାର୍, ପ୍ରଣାମ ସାର୍। ହଁ ପ୍ରଣାମ। ବଢିଆ କହିଲ। ସାର୍ ରହୁଛି ସାର୍, ଆଜ୍ଞା ହଁ ଭଲ ଥ୍ୟାଙ୍କ ୟୁ ସାର୍। ତମ ଛାତ୍ର କୁଆଡେ ଗଲା? ନମସ୍କାର। ତମ ରଖୁଛି ସାର୍, ଛାତ୍ର କୁଆଡେ ଗଲା? ଆଜ୍ଞା ସେ ସାରଙ୍କର ଗୋଟେ ହଉ ନୂଆ ହଉ ରୂପ ଦେଖିକିରି ବହୁତ ଖୁସି ହଁ ହଁ ସାରଙ୍କର ମୁଣ୍ଡରେ ପଗଡି ଆଜ୍ଞା ଦେଖିକିରି ଖୁସି ଲାଗୁଛି। ଆଉ ଧନ୍ୟବାଦ ସାର୍। ବଢିଆ। ବହୁତ ସୁନ୍ଦର ହେଲା ବେହେରା ବାବୁ, ବହୁତ ବଢିଆ ହେଲା। ଆଜ୍ଞା ଆଜ୍ଞା ଏବଂ ନିବେଦିତା ମ୍ୟାଡାମଙ୍କୁ ବହୁତ ଧନ୍ୟବାଦ। ନିବେଦିତା ମ୍ୟାଡାମଙ୍କୁ ବହୁତ ତାଙ୍କ ଦେହ ଭଲ ନଥିଲା, ତଥାପି କାର୍ଯ୍ୟକ୍ରମକୁ ଚଲେଇ ନେଲେ। ବହୁତ